नमः। मन्नाथो श्री जगन्नाथो मद्गुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। गुरुरादिर्नादिश्च गुरु परम दैवतम् गुरु पारतरं नास्ति तस्मै श्री गुरवे नमः। ब्रह्मानन्दं परमशिवं केवलं ज्ञानमूर्तिं गन्धातीतं गगनसदृशं तत्त्वमस्यादिलक्ष्यम् एकं नित्यं विमलमचलं सर्वभीसाखिभूतं भवातीतं त्रिगुणरहितं सद्गुरुं त्वां नमामि सद्गुरुं त्वां नमामि सद्गुरुं त्वां नमामि। जय गुरुदादा। जय गुरु। शंखोदन प्रदान कले आम श्रद्धा जानकी माँ श्रीमती जानकी साहू और सदगुरु वंदना कले आम स्वामी बसंत भाई शुद्ध बसंत कुमार साहू और परिवार समस्त सर्वद मंगल ठाकुर श्रीचरण प्रार्थना। जय गुरु। बर्तमान आम समूह भाव 2 मिनट नाम जप करवा नाम समय आरंभ होला। अनुरोध कर दादा जय गुरु समस्त जय गुरु। पाठ करिए। जय गुरु समस्त जय गुरु। परम ब्रह्म श्री ठाकुर अनुकूल चंद्रंकर श्रीहस्त लिखित पवित्र सत्यानुष्ठान ओडिया ग्रंथ पाठ। क्षमा कर किंतु अंतर सहित भीतर गरम रखी अपरागता बसत क्षमाशील हवा जाओ नहीं। विचार भार शास्त्र भार आपण हाथ में नेबा जाओ नहीं। अंतर सहित परम पिता ऊपर न्यस्त कर भल हेब। कहारी को अन्याय तुम्हें यदि शांति विधान शास्ति विधान कर निश्चय जानी थाओ परम पिता से शास्ति उभय मध्य तारतम्य अनुसार भाग करदेवे।
ପିତାଙ୍କ ପାଇଁ ସତ୍ୟ ପାଇଁ ଦୁଃଖ ଭୋଗ କର, ଅନନ୍ତ ଶାନ୍ତି ପାଇବ। ତୁମେ ସତ୍ୟର ଅବସ୍ଥାନ କର, ଅନ୍ୟାୟକୁ ସହ୍ୟ କରିବାକୁ ଚେଷ୍ଟା କର, ପ୍ରତିରୋଧ କର ନାହିଁ, ଶୀଘ୍ର ହିଁ ପରମ ମଙ୍ଗଳ ଅଧିକାରୀ ହେବ। ଜୟ ଗୁରୁ, ସମସ୍ତଙ୍କୁ ଜୟ ଗୁରୁ। ଜୟ ଗୁରୁ। ସତ୍ୟାନୁଷ୍ଠାନ ଗ୍ରନ୍ଥ ପାଠ କଲେ ଆମର ସଦୟ ହେମନ୍ତ ଭାଇ, ସୁବିଧା ହେମନ୍ତ କର ସେନାପତି, ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଅଶେଷଣ ପ୍ରାର୍ଥନା। ଜୟ ଗୁରୁ। ବର୍ତ୍ତମାନ ନାରୀ ନୀତି ଗ୍ରନ୍ଥ ପାଠ କରିବେ ଆମର ସଦୟ ରୀନା ମା, ଶ୍ରୀମତୀ ରୀନା ପ୍ରଧାନ ନାରୀ ନୀତି ଗ୍ରନ୍ଥ ପାଠ କରିବେ। ଜୟ ଗୁରୁ ଦାଦା, ସମସ୍ତଙ୍କୁ ଜୟ ଗୁରୁ। ଜୟ ଗୁରୁ ମା, ଜୟ ଗୁରୁ। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଶ୍ରୀମୁଖ ନିଃସୃତ ପବିତ୍ର ନାରୀର ନୀତି ଗ୍ରନ୍ଥ ପାଠ। ଜୀବନ ଧର୍ମରେ ଇଷ୍ଟ ବା ଆଦର୍ଶ ବା ଗୁରୁ ତାହା ହିଁ ବା ସେ ଯାହାଙ୍କୁ ଲକ୍ଷ୍ୟ କରି ଅନୁସରଣ କରି ମଣିଷ ଜୀବନ ଯଶ ଓ ବୃଦ୍ଧିରେ କ୍ରମୋନ୍ନତି ଲାଭ କରିପାରେ। ଆଉ ଆସକ୍ତି ବା ଭକ୍ତି ତାଙ୍କଠାରେ ନିବିଧ ଥିବାରୁ ପାରିପାର୍ଶ୍ୱିକ ଓ ଜଗତ ସେଥିରେ କୌଣସି ବିକ୍ଷେପ ସୃଷ୍ଟି କରି ନ ପାରି ଜ୍ଞାନରେ ସମୃଦ୍ଧ କରି ତୋଳେ। ତେଣୁ ଆଦର୍ଶ ବା ଗୁରୁଙ୍କ ଠାରେ ଐକାନ୍ତିକତା ଜୀବନ ପକ୍ଷେ ଏତେ ପ୍ରୟୋଜନୀୟ। ଅତଏବ ଧର୍ମ ସାଧନାର ପ୍ରଥମ ଓ ପ୍ରଧାନ ପ୍ରୟୋଜନ ହେଉଛି ଇଷ୍ଟ, ଆଦର୍ଶ ବା ଗୁରୁ। ଆଉ ଧର୍ମଶୀଳା ହେବାକୁ ହେଲେ ହିଁ ଦରକାର ତାଙ୍କଠାରେ ଭକ୍ତି ଓ ତାଙ୍କର ଅନୁସରଣ ଓ ଆଚରଣ। ସେ ଏପରି ଚରିତ୍ର ନେଇ ଯହିଁରେ ଏହି ଭକ୍ତି ବା ଆସକ୍ତି ସ୍ୱାମୀ ଓ ପାରିବାରିକ ସମସ୍ତଙ୍କ ଭିତରେ ଯେପରି ଏଭଳି ପ୍ରେରଣା ସୃଷ୍ଟି କରେ ଯେଉଁଥିରେ ସେମାନେ ଏଥିରେ ଉଦ୍ବୋଧ ଅନୁପ୍ରାଣିତ ହୋଇ ଉଠନ୍ତି। ଆଉ ଏପରି ହେଲେ ଯାଇ ତୁମର ସହଧର୍ମିଣୀତ୍ୱ ସାର୍ଥକ ହେବ, ଦେଖିବ ଉଜ୍ଜଳ ହେବ ଓ ଉଜ୍ଜଳ କରି ତୋଳିବ। ବାଣୀ ସଂଖ୍ୟା 87। ଜୟ ଗୁରୁ, ଜୟ ଗୁରୁ, ସମସ୍ତଙ୍କୁ ଜୟ ଗୁରୁ। ଜୟ ଗୁରୁ। ନାରୀ ନୀତି ଗ୍ରନ୍ଥ ପାଠ କଲେ ଆମର ସଦା ରୀନା ମା, ଶ୍ରୀମତୀ ରୀନା ପ୍ରଧାନ, ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଅଶେଷଣ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ। ବର୍ତ୍ତମାନ ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବା ସଦା ପ୍ରସନ୍ନ ଭାଇ, ସୁକ୍ତ ପ୍ରସନ୍ନ ପରିଡ଼ା ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କରି। ଆଉଥରେ ଅନୁରୋଧ କରୁଛି, ବର୍ତ୍ତମାନ ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ ଆମ ସଦା ପ୍ରସନ୍ନ ଭାଇ, ସୁକ୍ତ ପ୍ରସନ୍ନ କୁମାର ପରିଡ଼ା ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ। परम प्रेम श्री श्री ठाकुर अनुकूल चंद्रଙ୍କ श्रीमुख निःସୃତ ଗ୍ରନ୍ଥ ପବିତ୍ର ସତ୍ୟ ସଦାଚାର ସୂତ୍ର। ସୁକେନ୍ଦ୍ରିକ ଓ ସୁସଂସ୍କୃତ ଚଳନ, ଶ୍ରେୟନିଷ୍ଠ ସତ୍ସନ୍ଦୀପୀ କର୍ମଠ ଜୀବନ, ସତ୍ତା ସଂରକ୍ଷୀ ସଦାଚାର ପାଳନ, ଅବୈଧ ଉତ୍ତେଜନା ବିହୀନ ପୋଷଣ ପାଚ୍ୟ ପାନ ଭୋଜନ, ଓଦା ଗୋଡ଼ରେ ଆହାର୍ଯ୍ୟ ଗ୍ରହଣ ଓ ଶୁଖିଲା ଗୋଡ଼ରେ ନିଦ୍ରା ଗମନ, ଶତାନୁପୋଷୀ ବୈଶିଷ୍ଟ୍ୟ ପାଳି, ବୈଧି ବିଶୁଦ୍ଧ ଯୌନ ସଂସର୍ଗ, ବାହିକ ଓ ମାନସିକ ବ୍ୟଭିଚାର ଓ ବ୍ୟତିକ୍ରମ ଠାରୁ ଆତ୍ମରକ୍ଷଣ, ଏହି ସବୁ ଗୁଡ଼ିକର ସମନ୍ୱୟ ହେଉଛି ଦୀର୍ଘାୟୁ ପାଳି। ବାଣୀ ସଂଖ୍ୟା 44। ଜୟ ଗୁରୁ। ଜୟ ଗୁରୁ। ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କଲେ ଆମର ସଦା ପ୍ରସନ୍ନ ଭାଇ, ସୁକ୍ତ ପ୍ରସନ୍ନ କୁମାର ପରିଡ଼ା, ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଅଶେଷଣ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ। ଜୟ ଗୁରୁ। ବର୍ତ୍ତମାନ ଭଜନ ଆରମ୍ଭ କରିବା। ପ୍ରଥମ ଭଜନ ପରିବେଷଣ କରିବେ ଆମର ସୈନ୍ୟ ବସନ୍ତ ଭାଇ, ସୁକ୍ତ ବସନ୍ତ କୁମାର ସାହୁ। ଦ୍ୱିତୀୟ ଭଜନ ପରିବେଷଣ କରିବେ ଆମର ସେମାନେ ବିଚିତ୍ରାନନ୍ଦ ଭାଇ, ସୁକ୍ତ ବିଚିତ୍ରାନନ୍ଦ ଭାଇ। ତୃତୀୟ ଭଜନ ପରିବେଷଣ କରିବେ ଆମର ସଦା ଜୟନ୍ତୀ ମା, ଶ୍ରୀମତୀ ଜୟନ୍ତୀ ବସାକ। ଚତୁର୍ଥ ଭଜନ ପରିବେଷଣ କରିବେ ଆମର ସଦା ମୋର ସାନ ଭଉଣୀ ଶ୍ରୀମତୀ ଜୟନ୍ତୀ ବେହେରା। ଏବଂ ପଞ୍ଚମ ଭଜନ ପରିବେଷଣ କରିବେ ଆମର ସଦା ମୀନାକ୍ଷୀ ମା, ଶ୍ରୀମତୀ ମୀନାକ୍ଷୀ ବାରିକ। ବର୍ତ୍ତମାନ ଅନୁରୋଧ କରୁଛି ଆମର ଇଷ୍ଟ କଣ୍ଠଶିଳ୍ପୀ ଆମର ସୈନ୍ୟ ବସନ୍ତ ଭାଇ, ସୁକ୍ତ ବସନ୍ତ କୁମାର ସାହୁ ପ୍ରଥମ ଭଜନ ପରିବେଷଣ କରିବେ। ଜୟ ଗୁରୁ ଦାଦା। ଜୟ ଗୁରୁ। तुम
তুমি বিশ্বভুবন করেছ সৃজন, রেখেছ বর্ধমান। তুমি বিশ্বভুবন করেছ সৃজন, রেখেছ বর্ধমান। প্রণাম প্রভু হে দয়াল ঠাকুর, প্রণাম তোমার পাই। তুমি বিশ্বভুবন করেছ সৃজন, রেখেছ বর্ধমান। তুমি বিশ্বভুবন করেছ সৃজন, রেখেছ তুমি আদি, তুমি অন্ত, তুমি ছাময়। রাখো হৃদয় সর্বজনে, নাশু মৃত্যু ভয়। তুমি আদি, তুমি অন্ত, তুমি ছাময়। রাখো হৃদয় সর্বজনে, নাশু মৃত্যু ভয়। সবারই মন যেন তব পানে আয়, সবারই মন যেন তব পানে আয়। আরতি করি পদ প্রান্তে, নিত্য বন্দনা। তুমি বিশ্বভুবন করেছ সৃজন, রেখেছ বর্ধমান। তুমি বিশ্বভুবন করেছ সৃজন, রেখেছ বর্ধমান। তুমি শক্তি, শান্তি, দয়াময়। লোভ মোহ ভোগ দলিত তব করুণা। তুমি মুক্তি, তুমি শক্তি, শান্তি, দয়াময়। লোভ মোহ ভোগ সদা ভক্তি যুক্ত রহু চিত্ত তব সাধনা। সদা ভক্তি যুক্ত রহু চিত্ত তব সাধনা। প্রণাম প্রভু হে দয়াল ঠাকুর, প্রণাম তোমার পায়। তুমি বিশ্বভুবন করেছ সৃজন, রেখেছ বর্ধমান। তুমি বিশ্বভুবন করেছ সৃজন, রেখেছ বর্ধমান। প্রণাম প্রভু হে দয়াল ঠাকুর, প্রণাম তোমার পায়। তুমি বিশ্বভুবন করেছ সৃজন, রেখেছ বর্ধমান। তুমি বিশ্বভুবন করেছ সৃজন, রেখেছ বর্ধমান।
জয় গুরু দাদা। জয় গুরু। খুব সুন্দর ভাବରେ আমার বিষ্ণু কণ্ঠশিল্পী আমার শ্রমণীয় ବସନ୍ତ ଭାଇ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ খুব ସୁନ୍ଦର ଭାବରେ ପରମ ପୂଜ୍ୟବାଦ ଶ୍ରୀ ଦାଦାଙ୍କର ବିରଚିତ ଏଇ ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ ଦାଦା। ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଣୁ କଣ୍ଠଶିଳ୍ପୀ ଆମର ସମ୍ମାନୀୟ ବିଚିତ୍ରାନନ୍ଦ ଭାଇ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ଦଳେଇ ପରବର୍ତ୍ତୀ ଭଜନ ପରିବେଷଣ। ଜୟ ଗୁରୁ। ଜୟ ଗୁରୁ। ଉପସ୍ଥିତ ସମସ୍ତ ମୋର ଅନନ୍ତ ଜୟ ଗୁରୁ। ନିଜସ୍ୱ ରଚନାର ଏଇ ଭକ୍ତି ଅର୍ଘ୍ୟଟି ନିବେଦନ କରୁଛେ।
चिदानंद परमानंद निर्झरिया मुक्ति अभिनव लीला तब अभिनव लीला तब भक्त भगवान की देई पूजिबी प्रभु सब तुमारा मोहन मंदिर प्रिय कि देई पूजिबी प्रभु सब तुमारा जगत उद्धार व्रत सार नाम संकीर्तन अमृतधार जगत उद्धार व्रत सार नाम संकीर्तन विश्व मोहिना हे विश्व मोहिना हे जुग अवतार कि देई पूजिबी प्रभु सब तुमारा मोमन मंदिर प्रिय परम मोरा कि देई पूजिबी प्रभु सब तुमारा। जय गुरु। जय गुरु। খুব সুন্দর ভাবে আমরা বিষ্ণুকণ্ঠশিল্পী আমার সৈন্য বিচিতানন্ଦ ଭାଇ ଶ୍ରୀଯୁକ୍ତ ବିଚିତାନନ୍ଦ ଭାଇ ନିଜସ୍ୱ ରଚନାରେ ଏହି ଭଜନକୁ ଖୁବ୍ ସୁନ୍ଦର ଭାବରେ ପରିବେଷଣ କଲେ। ତାଙ୍କର ପରିବାର ସମସ୍ତଙ୍କ ଧାର୍ମିକ ମଙ୍ଗଳ ପାଇଁ ଠାକୁରଙ୍କ ଆଶୀର୍ବାଦ ପ୍ରାର୍ଥନା। ଜୟ ଗୁରୁ। जय गुरु। ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଣୁକଣ୍ଠଶିଳ୍ପୀ ଆମର ସୈନ୍ୟ ଜୟନ୍ତୀ ମା ଶ୍ରୀମତୀ ଜୟନ୍ତୀ ବସାକ ପରବର୍ତ୍ତୀ ଭଜନ ପରିବେଷଣ କରିବେ। दादा जय गुरु। ଜୟ ଗୁରୁ ମା ଜୟ। उपस्थित समस्त दादा और माँ मानक मोर आनंदित जय गुरु प्रणाम जनाउछि। এই গীতটিকে রচনা କରିଛନ୍ତି ପରମ ପୂଜ୍ୟ ବାସିସି ଦାଦା। ଗୀତଟିକୁ ଗାଇଛନ୍ତି ପୂଜନୀୟା ବଡ଼ ଭରାଣୀ ମା।
नहीं मैं घर तर खोजूं, तुम बिन कौन जिससे रीझूं, मगन तुम्हारे दर्श में ऐसे, मगन तुम्हारे दर्श में ऐसे हो गई अनुरागिनी, हो गई मैं वैरागिनी, हो गई मैं वैरागिनी, हो गई मैं वैरागिनी, हो गई मैं वैरागिनी। प्रीतम मेरे आत्मसलीला, अंतर मन में करते लीला, प्रीतम मेरे आत्मसलीला, अंतर मन में करते लीला, करते लीला, प्रेम सुधा रस पान करते, प्रेम सुधा रस पान करते हो गई अनुरागिनी, हो गई मैं वैरागिनी, हो गई मैं वैरागिनी, हो गई मैं वैरागिनी, हो गई मैं वैरागिनी। टूट गए पीछे के बंधन, मैं तुम्हीं से करके साधन, टूट गए पीछे के बंधन, मैं तुम्हीं से करके साधन, टूट गए पीछे के बंधन, मैं तुम्हीं से करके साधन, प्रिय चरण की सेवा करके, प्रिय चरण की सेवा करके हो गई अनुरागिनी, हो गई मैं वैरागिनी, हो गई मैं वैरागिनी, हो गई मैं वैरागिनी, हो गई मैं वैरागिनी। सब नहीं मैं गाऊं कैसे, सब नहीं मैं गाऊं कैसे, तुमसे मेरी रागिनी, हो गई मैं वैरागिनी, हो गई मैं वैरागिनी, हो गई मैं वैरागिनी, हो गई मैं वैरागिनी, हो गई मैं वैरागिनी। जय गुरुदेव। जय गुरु। खूब सुंदर सुमधुर ललित कंठरे आम अभिष्ट कंठशिल्पी मोर सम्मानीय जयंती माँ श्रीमती जयंती प्रसाद खूब सुंदर भाव भजन परिवेशन कले परिवार समस्त शारीरिक ठाकुर को आशीष प्रार्थना। जय गुरु। जय गुरुदेव। वर्तमान परवर्ती भजन परिवेशन करिबे हमर और जयंती माँ मोर सम्मानीय श्रीमती जयंती बेरा परवर्ती भजन परिवेशन। जय गुरु भाई समस्त जय गुरु। भव संसारे सार तव श्री चरण, भव संसारे सार तव श्री चरण, दुर्लभ सत नाम सतसंग शरण, दुर्लभ सत नाम सतसंग शरण, भव संसारे सार तव श्री चरण,
ভব সংসারে সার তব শ্রীচরণ অধরে স্মিত হাস্য নিত্য নূতন অধরে স্মিত হাস্য নিত্য নূতন আজনুলম্বিত বাহু সৌম্য বদন আজনুলম্বিত বাহু সৌম্য বদন হে প্রাণ রাম হে প্রিয় পরম হে প্রাণ রাম হে প্রিয় পরম পুরুষোত্তম তব ধরাবতরণ ভব সংসারে সার তব শ্রীচরণ ভব সংসারে সার তব শ্রীচরণ প্রবৃত্তি অভিভূত ভীত মনস প্রবৃত্তি অভিভূত ভীত মনস অশান্তি দাবানলে শুষ্ক নিরস অশান্তি দাবানলে শুষ্ক নিরস হে পরমেশ পরম পুরুষ হে পরমেশ পরম পুরুষ নাম রস পিউষে পুলকিত প্রাণ ভব সংসারে সার তব শ্রীচরণ ভব সংসারে সার তব শ্রীচরণ নয়নে নিরধার তব গুণ গানে নয়নে নিরধার তব গুণ গানে দিব্য আনন্দ প্রভু মন্ত্র সাধনে দিব্য আনন্দ প্রভু মন্ত্র সাধনে হে ভাবাতীত ত্রিগুণ রহিত হে ভাবাতীত ত্রিগুণ রহিত কোটি প্রণাম পদে নর নারায়ণ ভব সংসারে সার তব শ্রীচরণ ভব সংসারে সার তব শ্রীচরণ দুর্লভ সত নাম সতসঙ্গ শরণ দুর্লভ সত নাম সতসঙ্গ শরণ ভব সংসারে সার তব শ্রীচরণ ভব সংসারে সার তব শ্রীচরণ ভব সংসারে সার তব শ্রীচରଣ ଜୟ ଗୁରୁ ଭାଇ ସମସ୍ତଙ୍କୁ ଜୟ ଗୁରୁ। ଜୟ ଗୁରୁ। ଜୟ ଖୁବ ଗୁରୁ। ସୁନ୍ଦର ଭାବରେ ସମୁଦ୍ର କଣ୍ଠରେ ଆମର ବିଷ୍ଟ କଣ୍ଠଶିଳ୍ପୀ ମୋର ସାନ ଭଉଣୀ ଶ୍ରୀମତୀ ଜୟନ୍ତୀ ବେହେରା ଖୁବ ସୁନ୍ଦର ସ୍ୱର୍ଗତ ଜନ କଲ୍ୟାଣଙ୍କର ବିରଚିତ ଭଜନ ପରିବେଷଣ କଲେ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟ କଣ୍ଠଶିଳ୍ପୀ ଆମ ଶ୍ରଦ୍ଧା ମୀନାକ୍ଷୀ ମା ଶ୍ରୀମତୀ ମୀନାକ୍ଷୀ ବାରିକ ପରବର୍ତ୍ତୀ ଭଜନ ପରିବେଷଣ କରିବେ। দাদা জয় গুরু। ଜୟ ଗୁରୁ ମା ଜୟ ଗୁରୁ। প্রভু
तुम्हारे ध्याने तुम्हारे चरण ए जीवन बीते जाओ गो प्रभु तुम्हारे ध्याने तुम्हारे चरण ए जीवन बीते जाओ गो तुम्हारी सेवारे दीवाने से मोरा तुम्हारी सेवारे दीवाने से मोरा सरस सुंदर होगा प्रभु तुम्हारे ध्याने तुम्हारे चरण ए जीवन बीते जाओ प्रभु तुम्हारे ध्याने तुम्हारे चरण ए जीवन बीते जाओ कलुष कालिमा जेते जीवनर तुम्हारे पर से हो जाओ दूर कलुष कालिमा जेते जीवनर तुम्हारे पर से हो जाओ दूर तुम्हारे आलोके बंचिबार पथ सहज सरल हेउगो प्रभु तुम्हारे ध्याने तुम्हारे चरण हे जीवन बीते जाओ जाने न भक्ति पूजा आराधना न करे केमिते पाइबे करुणा जाने न भक्ति पूजा आराधना न करे केमिते पाइबे करुणा पूजा उपचार कि देवी संभार ए हृदय बिना आओ गो प्रभु तुम्हारे ध्याने तुम्हारे चरण ए जीवन बीते जाओ ए जीवन श्री चरण
देवरा पाथा भोले दर दे ठाकुर आओ गो प्रभु तुम्हारे मीनाक्षी माँ श्रीमती मीनाक्षी बारिक बहुत सुंदर भावे भजन परिवेशन कले परिवार समस्त शारीरिक मंगल ठाकुर श्री चरण प्रार्थना। जय गुरु। बर्तमान कीर्तन परिवेशन करेंगे आम सद्य मृत्युंजय भाई ठाकुर पवित्र पांड्यासी कर्मी श्रीयुक्त मृत्युंजय कुमार राउत और परिवार कीर्तन परिवेशन करेंगे। दादा जय गुरु। जय गुरु। আজি মলয় পবন যায় বহি মধুর নাম গাই গাই ভকত ভাবে বিভোর বন্ধুরে বান্ধরে পীরতি ডোর পুরে পল্লীরে প্রেম জুয়ার প্রলয় পবন যায় বহি মধুরাধা নাম গাই গাই মলয় পবন যায় বহি মধুরাধা নাম গাই গাই ভকত ভাবে বিভোর বন্ধুরে বান্ধরে তীরতি ডোর পুরে পল্লীরে প্রেম দুয়ার বন্ধুরে বান্ধরে তীরতি ডোর পুরে পল্লীরে প্রেম দুয়ার মলয় পবন যায় বহি মধুরাধা নাম গাই গাই মলয় পবন যায় মধুরাধা নাম গাই গাই আজি মলয় পবন যায় বহি মধুরাধা নাম গাই গাই মলয় পবন যায় বহি মধুরাধা নাম গাই গাই ভকত ভাবে বিভোর বন্ধুরে বান্ধরে তীরতি ডোর পুরে পল্লীরে প্রেম জুয়ার বন্ধুরে বান্ধরে তীরতি ডোর পুরে পল্লীরে প্রেম জুয়ার দিগে দিগে চৌদিগে আনন্দ আলয় 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 বাজেতা বিজয় ধরি সর্বরতে বিজয় বাজেতা বিজয় ফেরি নব সূর্য উদয় বাজেতা বিজয় ভেরি নব সূর্য উদয় বাজেতা বিজয় ভেরি নব সূর্য উদয় অথর সাগর বেড়া দেই সাগর কমল যায় ছুঁই অথর সাগর বেড়া দেই সাগর কমল যায় ছুঁই অথর সাগর বেড়া দেই
সাগর কমল যায় চুই অথর সাগর বেড়া দেই সাগর কমল যায় চুই ধন্য আদি চরাচর বন্ধু রে বান্ধরে বিরতি গোরা পুরারে হরিরে প্রেম দুয়ার বন্ধুরে বান্ধরে বিরতি গোরা পুরারে হরিরে প্রেম দুয়ার হে মলয় রে বহি মধুরা নাম গাই গাই মলয় পবন রে বহি মধুরা নাম গাই গাই পবন গায়ে বহি মধুরা নাম গাই গাই পবন গায়ে বহি মধুরা নাম গাই গাই ভগত ভাবে বিভোর বান্ধরে বিরাটি দোরা পুরারে তলিরে প্রেম দুয়ার বন্ধুরে বান্ধরে বিরাটি দোরা পুরারে তলিরে প্রেম দুয়ার পূর্ণ পরিসমোহন আদরে নিকট পূর্ণ পরিসমোহন আদরে নিকট পূর্ণ পরিসমোহন আদরে নিকট পূর্ণ পরিসমোহন আদরে নিকট বরেণ্য ভাবি পূজিলে সর্ব ঘটে প্রকট বরেণ্য ভাবি পূজিলে সর্ব ঘটে প্রকট প্রভু পরি কেহি প্রিয় নাহি সন্তাপ মোচন ভাব গ্রাহী প্রভু পরি কেহি প্রিয় নাহি প্রভু পরি কেহি প্রিয় নাহি সন্তাপ মোচন ভাব গ্রাহী প্রভু পরি কেহি প্রিয় নাহি সন্তাপ মোচন ভাব গ্রাহী কোটি করুণা ভণ্ডার বন্ধুরে বান্ধরে বিরতি দোরা পুরারে হরিরে প্রেম দুয়ার বন্ধুরে বান্ধরে বিরতি দোরা পুরারে হরিরে প্রেম দুয়ার বন্ধুরে বান্ধরে বিরতি দোরা পুরারে কলিরে প্রেম দুয়ার বন্ধুরে বান্ধরে বিরতি দোরা পুরারে কলিরে প্রেম দুয়ার সত নাম ছন্দে ছন্দে পুরাণ মোহিত 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 সকল সখা সবুরি বিভূতির বন্দিত সকল সখা সবুরি বিভূতির বন্দিত নাহি দুঃখ ক্লেশ বাধা নাহি প্রেম বরসে প্রেমী হয়ে নাহি দুঃখ ক্লেশ
अजीन के समाधान नहीं प्रेम बरसी दे प्रेमी होई नहीं दुख के समाधान नहीं प्रेम बरसी दे प्रेमी होई अमृत करी प्रसार बंधुरे बांधरे विरति डोर उदारे भगिरे प्रेम जुआर बंधुरे बांधरे विरति डोर उदारे भगिरे प्रेम जुआर আজি মলয় পবন গায়ে বহি মধুরা গায়ে গায়ে মলয় পবন গায়ে বহি পবন গায়ে বহি মধুরা নাম গায়ে গায়ে মলয় পবন গায়ে বহি মধুরা নাম গায়ে গায়ে মলয় पवन गाए बहे मधुरा नाम गाए गाए मय पवन गाए बहे मधुरा नाम गाए गाए मय पवन गाए बहे मय पवन गाए बहे मधुरा नाम गाए गाए भगत भारे विभोर गुरे अंधरे विरति डोर उरारे भगिरे प्रेम जुआर बंधुरे बांधरे विरति डोर उरारे भगिरे प्रेम जुआर बंधुरे बांधरे विरति डोर उरारे भगिरे प्रेम जुआर। जय गुरुदेव। जय गुरु। खूब सुंदर भाव आम श्रद्धा ठाकुर पवित्र पांडारी कर्मी श्रीयुक्त मृत्युंजय कुमार राउत और परिवार खूब सुंदर भाव कीर्तन परिवेशन कले परिवार समस्त सार्विक मंगल ठाकुर अशी चरण प्रार्थना। जय जय जय। प्रतिदिन प्रातः समय चंदोल सत्संग विहार अनुकूल सत्संग आज सत्संग निवेदन कर सम्मान्य सौभाग्य भाई श्रीयुक्त सौभाग्य रंजन कुंटिया परिवार समस्त सर्वदा मंगल ठाकुर अशी चरण प्रार्थना। तत्सहित सत्संग निवेदन कर सम्मान्य ललाटेन्दु भाई श्रीयुक्त ललाटेन्दु पट्टनायक परिवार समस्त सार्विक मंगल ठाकुर अशी चरण प्रार्थना। तत्सहित सत्संग निवेदन कर श्रद्धा भुवनेश्वर भाई श्रीयुक्त भुवनेश्वर दास परिवार और परिवेश मंगल उद्देश्य ठाकुर श्री चरण प्रार्थना जनावा परिवार परिवेश एवं सर्वदा मंगल ठाकुर चरण प्रार्थना। प्रतिदिन भली आमर सत्संग अनेक पूज्य रीतिक दुर्जय आचार्य गुरु भाई माने माँ माने योगदान कर प्रतिदिन भली आम ठाकुर सप्रतिक पूज्य सर्वश्री विजयभूषण मिश्र विचित्रांत आचार्य ब्रजबंधु बेहरा भागवत प्रसाद पंडा स्वामी सीताकांत दास प्रसमोद कुमार मिश्र दारिद्र्य भंजन मंत्री दिवाकर स्वाई डॉक्टर पवित्र फार्मेक इंजीनियर काशीनाथ त्रिपाठी इंजीनियर सच्चिदानंद मलिक इंजीनियर शशांक शेखर बेहरा इंजीनियर शरद कुमार दास इंजीनियर शिवराज प्रसाद जगदीश चंद्र साहू कैलाश चंद्र बेहरा नाम हिमाचरण दास तारेश्वर रथ कुमार साहू प्रशांत कुमार सिंह परशुराम माणिक रमेश चंद्र नायक रमनाथ बस्तिया रजनीकांत पंडा रविन्द्रनाथ प्रधान संतोष कुमार षडंगी सुभाष चंद्र दास ताराकांत बेहरा प्रोफेसर उग्रसेन लंका प्रोफेसर रुद्ररंजन त्रिपाठी एभଳି ଅନେକ ପୂଜ୍ୟ ରୀତିକ ମାନେ ଯୋଗ ଦେଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ଆଉ ଯଦି କିଏ ଯୋଗ ଦେଇଥିବ ହୁଏତ ମୁଁ ଦେଖି ନଥାଇପାରେ ଆମ ପାଖରେ ଠାକୁରଙ୍କ କଥା ଯେତେବେଳେ ଧରିବେ ଆମେ ଆଉ କେତେବେଳେ ତାଙ୍କ ଠାକୁର ନାଁ ଶୁଣି ଆସିଛେ ଜଣେ ବିଜ୍ଞ ପ୍ରାଜ୍ଞ ବ୍ୟକ୍ତିତ୍ୱ ଜଣେ ଶିବଭକ୍ତା ଜଣେ ବିଶିଷ୍ଟ ଶିକ୍ଷାବିଦ ସେ ହେଲା ଆମର ସମ୍ମାନୀୟ ଅଭିନବ ଭାଇ ଶ୍ରୀଯୁକ୍ତ ଅଭିମାନ ବାରିକ ଆଉ ଆଜି ଆମର ନିଦ ରକ୍ଷା କରି ଆମ ସହିତ ଅଛନ୍ତି ଠାକୁରଙ୍କ କଥା ତାଙ୍କୁ ଅନୁମତି କରିବା ଆଲୋଚନା ଆରମ୍ଭ କରିବେ ଶ୍ରୀଯୁକ୍ତ ଅଭିମାନ ବାରିକ। ଆଜ୍ଞା ଜୟ ଗୁରୁ। दादा जय गुरु जय गुरु दादा जय गुरु। आज्ञा जय।
गतिर भर्ता प्रभु पृष्ठ ईश्वर पुरुषोत्तम आ ब्रह्म स्तंभ प्रदाता सदगुरुस्तम नमस्तुते सदगुरुस्तम नमस्तुते। परम दयाल परम प्रेम श्री श्री ठाकुर मोर परम आराध्य जगत जननी श्री श्री बड़मा परम पूज्यपाद जुगाचार्य श्री श्री बड़दा परम पूज्यपाद श्री श्री आचार्य सभींकर पदार बिंदरे मोर शतकोटी प्रणाम निवेदन करने सहित गुरु परिवार समस्त सदस्यंकर पाद पंकजर मोर भूमिष्ठ प्रणाम निवेदन करे। आज चांदोल सत्संग विहार आनुकूल्य ये जो प्रभाती आभासी सत्संग ये सत्संगर बरण्य संचालक परम सम्मान्य देवेंद्र नाथ दलई दादा एवं एथिरे उपस्थित थिबा समस्त पवित्र पांजाधारी ऋतिक देव अधर्जु देव जाजक देव समस्त इष्ट प्राण गुरु भ्राता मंडली स्नेहमयी कल्याणमयी माँ माने छोट छोट कुना कुनी समस्त को मोर से प्रीति भरा आनंदित जय गुरु निवेदन करने सहित यथास्थान यथायोग्य प्रणाम मध्य निवेदन करे एवं जो भाई माने माँ माने परम पितांकर पाद तले भोग निवेदन करिसेंती बा सत्संगटी दान करिसेंती सेमानंकर सार्विक मंगल कामना करी ठाकुरंकर पाद पंकजरे प्रार्थना रखे तत्सहित एठार उपस्थित थिबा प्रति प्रत्येकंकर सुदीर्घ निरामय जीवन पाई से प्रभुंकर पादरे मो प्रार्थना रखुछि। निश्चित रूपे निजको सौभाग्य मंडन करुछि आपण मानक भली यही जो प्लेटफॉर्म अनेक दिन प्लेटफॉर्म धारावाहिक रूपे चली आसी बहुत विज्ञ प्राज्ञ वरिष्ठ ज्ञान प्रबोध भक्त वृंद ए प्लेटफॉर्म रे उपस्थित अछंती। तेणु सेमिति किछि कही आपणक मन को मु सांत्वना दे पारिबी सेमिति किछि वास्तविक नाही। दादांकर भल पाइबा आपण मानकर सदिच्छा परम पितांक पई से जो भल पाइबार आधार को नहीं करी किसी कहबा को चेष्टा करी एमिति किसी नुआ जिनिस नहीं जे कि आपण माने सुनी नाहंती किंतु यह सत्य आज ये जो आभासी सत्संग रे जो भाई और माँ माने जोगयुक्त करिसेंती बा आमे माने जो परम पितांकर गुणगान शुणिबारे जो सौभाग्य टिके लाभ करिछे प्रति प्रत्येकंकर वास्तविक यह हूँ अहोभाग्य कहीं गुरु पादरे मथा बिक्री करी बा गुरु पादरे मथाटा को लगई जे ए संसार जीवन रे निजर जीवनटा को चलई निए सतरे से बहुत भाग्यवान वास्तविक से भाग्यवान कारण कौन
ନା ମାନେ ସମସ୍ତେ ଜାଣିଛେ ଗୁରୁ ଗ୍ରହଣ ବିନା ଏ ଜୀବନ ହଉଛି ନିରର୍ଥକ। ଏ ଜୀବନ ହଉଛି ଗୋଟେ ଅସାର। ଏଇ ଯୋଉ ଶରୀରଟି ଆମେ ଧାରଣ କରିଛେ, ଏଇ ଯୋଉ କାୟା, ଏ କାୟାଟି ସେତିକି ବେଳେ ପବିତ୍ର ହୁଏ ଯେତେବେଳେ ଆମେ ଗୁରୁ ଗ୍ରହଣ କରୁ। ଆମେ ଯାହା କିଛି କରୁଛେ, ପୂଜା କରୁ, ମଠ ମନ୍ଦିର ଯାଉ ବା ସଂସାର ଜୀବନ ହଉ, ଯେକୌଣସି ଜୀବନ ଦେଇକରି ଆମେ ଗତି କରିବା ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ, ଯେକୌଣସି କର୍ମ ଆମେ କରୁଛେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ, ସବୁ କିଛି ହଉଛି ଗୁରୁଙ୍କ ସମର୍ପିତ। ସବୁ କିଛି ହଉଛି ଗୁରୁଙ୍କର ସମର୍ପିତ। ସେଥିପାଇଁ ସେଇ ଯୋଉ ଗୁରୁଙ୍କର ବନ୍ଦନା ଆମେ ପାଠ କରୁଛେ, ସମସ୍ତେ ଆମେ ଜାଣିଛେ ଏକା, ବାସ୍ତବିକ ପ୍ରତ୍ୟେକଙ୍କ ଭିତରେ ସେ ଜ୍ଞାନ ଥାଏ ବା କେତେ ଜଣଙ୍କ ଭିତରେ ବି ନଥାଏ। ପ୍ରତ୍ୟେକ ଦିନ ଆମେ ସକାଳ ଆଉ ସନ୍ଧ୍ୟା ବିନତି ପ୍ରାର୍ଥନାରେ ଆମେ ବୋଲୁଛେ ଏକା ସେ ଗୁରୁ ବନ୍ଦନା। ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର। এই যে শব্দটা গুরুর ব্রহ্মা, গুরুর বিষ্ণু, গুরুদেব মহেশ্বর, গুরুরেব পরম ব্রহ্ম, তস্মৈ শ্রী গুরবে নমঃ। ଅଧିକାଂଶ ବି ତାକୁ ଯୋଉମାନେ ନୂଆ ନୂଆ ଦୀକ୍ଷିତ ନେଇଛନ୍ତି ବା ଅଧିକାଂଶ ମୁଁ ମଧ୍ୟ ଶୁଣିଛି, ଗୁରୁ ବ୍ରହ୍ମା କୁହନ୍ତି, ଗୁରୁ ବିଷ୍ଣୁ କୁହନ୍ତି, ଗୁରୁଦେବ ମହେଶ୍ୱର କୁହନ୍ତି। କିନ୍ତୁ ବାସ୍ତବିକ ତା ଅର୍ଥ ସେଇଆ ନୁହେଁ। ଗୁରୁର ବ୍ରହ୍ମା, ଗୁରୁ ହିଁ ବ୍ରହ୍ମା। ଗୁରୁ ବ୍ରହ୍ମା ନୁହନ୍ତି, ଗୁରୁ ହିଁ କେବଳ ବ୍ରହ୍ମା। ଗୁରୁର ବିଷ୍ଣୁ, ଗୁରୁ ହିଁ ବିଷ୍ଣୁ, ଗୁରୁଦେବ ମହେଶ୍ୱର। ଗୁରୁ ହଉଛନ୍ତି ସେଇ ଦେବଦେବ ମହେଶ୍ୱର। ଗୁରୁରେବ ପରମ ବ୍ରହ୍ମ, ଗୁରୁ ହିଁ ପରମ ବ୍ରହ୍ମ, ତସ୍ମୈ ଶ୍ରୀ ଗୁରବେ ନମଃ। ସେଇ ଶ୍ରୀ ଗୁରୁଙ୍କ ପାଦ ପଙ୍କଜରେ ମୁଁ ପ୍ରଣାମ କରୁଛି। ତାମାନେ ଏଇ ଯୋଉ ପ୍ରାର୍ଥନାଟି ଆମେ କରୁଛେ ଗୁରୁ ବନ୍ଦନାର ପ୍ରଥମ ପଂକ୍ତି, ଗୁରୁ ହିଁ ବ୍ରହ୍ମା, ଗୁରୁ ହିଁ ବିଷ୍ଣୁ, ଗୁରୁ ହିଁ ଦେବ ଦେବ ମହେଶ୍ୱର, ଗୁରୁ ହିଁ ପରମ ବ୍ରହ୍ମ। ଅର୍ଥ ଗୁରୁ ସ୍ୱରୂପ ସେଇ ଯୋଉ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ପରମ ବ୍ରହ୍ମ, ଯେକୌଣସି ଆଖ୍ୟା ଦିଆଯାଇପାରେ, ଗୁରୁ ହିଁ ସର୍ବଶକ୍ତିମାନ, ଗୁରୁ ହିଁ ସକଳ ଜୀବର ଆଧାର। ପ୍ରଶ୍ନ ହଉଛି ଏଠି, ଏ ଗୁରୁ ଶବ୍ଦ ଆମେ ଅନେକ ତ କାନ ଶୁଣିଛେ, ଅନେକ ତ ବ୍ୟାଖ୍ୟା ଆମେ ଶୁଣିଛେ, କିନ୍ତୁ ଏବେ ବି ଦେଖାଯାଏ, ଆପଣ ହୁଅନ୍ତୁ, ମୁଁ ହୁଏ, ବା ଏଠି ଯୋଉମାନେ ଯୋଉ ଦାଦା କି ମା ମାନେ ଯୋଗଯୁକ୍ତ ହେଇଛନ୍ତି, ସମସ୍ତଙ୍କର ସେଇ ଦିଅ ଦେବତାଙ୍କ ପ୍ରତି ଆଟାଚମେଣ୍ଟ ଟିକେ ଅଧିକା ଥାଏ। ଗୁରୁଙ୍କୁ ଆମେ ଧରିଛେ, କିନ୍ତୁ କେତେ ଦୂର ଗୁରୁଙ୍କ ପାଦରେ ମଥା ବିକ୍ରି କରିଛେ, ଗୁରୁ ସର୍ବସ୍ୱ ଜୀବନ ହେଇକରି ଚାଲିଛେ, ସେଇଟା ହିଁ ହଉଛି ପ୍ରଶ୍ନବାଚୀ। ସେଇଟା ହିଁ ହଉଛି ପ୍ରଶ୍ନବାଚୀ। ତାହେଲେ ବାସ୍ତବିକ ଗୁରୁ କିଏ? ଠାକୁରଙ୍କର ଶ୍ରୀମୁଖର ଭାଷା, ଯିଏ ଶ୍ରେୟ ନିବନ୍ଧନରେ ଶ୍ରେଷ୍ଠ ବା ଉଚ୍ଚରେ ଉଦ୍ୟତ ଓ ନିୟୋଜିତ କରି ଜ୍ଞାନ ପରିବେଷଣରେ ପ୍ରବୃତ୍ତି ନିୟମନ ପନ୍ଥା ନିର୍ଦ୍ଦେଶ କରନ୍ତି, ସେ ହିଁ ଗୁରୁ। ଯିଏ ଶ୍ରେୟ ନିବନ୍ଧନରେ ଶ୍ରେଷ୍ଠ ବା ଉଚ୍ଚରେ ଉଦ୍ୟତ ଓ ନିୟୋଜିତ କରି ଜ୍ଞାନ ପରିବେଷଣରେ ପ୍ରବୃତ୍ତି ନିୟମନ ପନ୍ଥା ନିର୍ଦ୍ଦେଶ କରନ୍ତି, ସେ ହିଁ ଗୁରୁ। ଏବଂ ଠାକୁରଙ୍କର ବାଣୀରେ ମଧ୍ୟ ଆମେ ଦେଖିଛେ, ବିପାକର ପଥେ ହାତ ଧରି ଯିଏ ଚଲାର କାଇଦା ଶିଖେଇ ଦିଏ, ତାଙ୍କୁ ହିଁ ଜାଣିବୁ ଗୁରୁ ବୋଲି, ଅଭୟ ପଥରେ ସିଏ ତ ନିଏ। ଅଭୟ ପଥରେ ସେଇ ତ ନିଏ। ତାହେଲେ ଜୀବନରେ ଏଇ ଯୋଉ ବିପାକର ପଥ, এই ବିପାକର ପଥରେ ଯେ ହାତ ଧରିକିରି ଆମର ଚାଲିବାର କାଇଦା ଶିଖେଇ ଦିଅନ୍ତି, ବାସ୍ତବିକ ସେ ହଉଛନ୍ତି ଗୁରୁ। ଏବଂ ଯଦି ଅନ୍ୟ ଗୋଟେ ବାଣୀରେ ମଧ୍ୟ ଦେଖିବା, ଠାକୁର ତ ବହୁତ କିଛି
ବର୍ଣ୍ଣନା କରିଛନ୍ତି ବା ବିଭିନ୍ନ ଶାସ୍ତ୍ର ପୁରାଣରେ ଗୁରୁଙ୍କୁ ବହୁତ ଉଚ୍ଚ ଆସନ ଦିଆଯାଇଛି। ଠାକୁର କହୁଛନ୍ତି ମାନେ ଗୁରୁ ମାନେ ହିଁ ହଉଛି ଉପଦେଷ୍ଟା। ଗୁରୁ ମାନେ ହଉଛି ଉପଦେଷ୍ଟା, ଅଧ୍ୟୟନ ଓ ଅଧ୍ୟାପନାର ଭିତର ଦେଇ ଆତ୍ମ ନିୟମନ ତତ୍ପରତାରେ ନିଯୁକ୍ତି ରହି ଜୀବନ ବର୍ଦ୍ଧନୀ ଆଚରଣ ଗୁଡ଼ିକର ଉପଦେଶ କରନ୍ତି ଯିଏ, ସିଏ ଏହି ଉପଦେଶ ଗୁଡ଼ିକର ଆଚରଣ ଭିତର ଦେଇ ବହୁଦର୍ଶିତାର ଅନୁଧାୟିନୀ ବିଧାୟନରେ ଅନ୍ୟୁତ ବୋଧି ନେଇ ବିଶଦ ତାତ୍ତ୍ୱିକ ସଙ୍ଗତିରେ ନିଜକୁ ସାର୍ଥକ ସୁଚାରୁ ସଙ୍ଗତିଶୀଳ ନ ବି କରି ତୋଳି ପାରନ୍ତି। ତେଣୁ ଗୁରୁମାନେ ବାସ୍ତବିକ ଗୁରୁମାନେ ହଉଛନ୍ତି ସଦ୍ଗୁରୁ ବା ବ୍ରହ୍ମବିଦ୍। ବ୍ରହ୍ମବିଦ୍ ସେ ନିଜେ ହିଁ ବ୍ରହ୍ମ ସ୍ୱରୂପ। ଗୁରୁ ସେ ଯିଏ ଉପଦେଶ ଦିଅନ୍ତି, ଜୀବନ ବୃଦ୍ଧିର ପଥ ଓ ନିୟମ କାନୁନ ଯିଏ ବତେଇ ଦିଅନ୍ତି। ବୈଶିଷ୍ଟ୍ୟ ପାଳି ଆପରିୟମାଣ ବେତ୍ତା ପୁରୁଷ ହିଁ ବାସ୍ତବିକ ଗୁରୁ ହବାର ଉପଯୁକ୍ତ। ସିଏ ହଉଛନ୍ତି ସବୁ କିଛି। ଜୀବନ ବୃଦ୍ଧିର ପଥରେ ଚାଲିବାର କାଇଦା ଶିଖାଇ ଦେଇ ସଠିକ ଭାବେ ପରିଚାଳନା କରନ୍ତି ଯିଏ ଆମ ମାନଙ୍କୁ, ସିଏ ହଉଛନ୍ତି ବାସ୍ତବିକ ଗୁରୁ। ବାସ୍ତବିକ ଗୁରୁ ସେଇ ବୈଶିଷ୍ଟ୍ୟ ପାଳି ଆପରିୟମାଣ ପୁରୁଷୋତ୍ତମ ହିଁ ପ୍ରକୃତ ପକ୍ଷେ ଗୁରୁ। କାହିଁକିନା ଶାସ୍ତ୍ରରେ ଗୁରୁଙ୍କର ଅନେକ ପ୍ରକାର ଭେଦ ଅଛି। ଗୁରୁଙ୍କର ଅନେକ ପ୍ରକାର ଭେଦ ଅଛି। ବାସ୍ତବିକ ଗୁରୁ କିଏ? ଯେମିତି ଆପଣମାନେ ଜାଣିଛନ୍ତି, ଏକା ବିଭିନ୍ନ ପ୍ରକାର ଶାସ୍ତ୍ର ପୁରାଣ ବିଭିନ୍ନ ପ୍ରକାର ବ୍ୟାଖ୍ୟା କରିଛି। ତା ଭିତରେ ଗୁରୁଙ୍କର ପ୍ରକାର ଭେଦକୁ ଯଦି ଆମେ ଦେଖିବା, ସୁଗୁରୁ, ସଦ୍ଗୁରୁ, ଇଷ୍ଟଗୁରୁ, ଆଚାର୍ଯ୍ୟ ଗୁରୁ, ସତ୍ତତ ଗୁରୁ, ମହାଗୁରୁ, ପରମ ଗୁରୁ, ଶବ୍ଦର୍ପୀ ଗୁରୁ, ଶୋଧାଇ ଗୁରୁ, ଲୋକଗୁରୁ, କୌଳ ଗୁରୁ, କୁଳ ଗୁରୁ ଇତ୍ୟାଦି ଅନେକ ଜିନିଷ। ସେଇ ଜିନିଷଟା ବ୍ୟାଖ୍ୟା କରିବାକୁ ଯେହେତୁ ମନ ଭିତରେ ସ୍ଥିର କରିଛବ, ତେଣୁ ଆମେ ପ୍ରଥମେ ଦେଖିବା ସୁଗୁରୁ କାହାକୁ କୁହନ୍ତି। ସୁ ମାନେ ହଉଛି ଶୁଭ। ସୁ ମାନେ ଶୁଭ। এই যে শুভ একনিষ্ঠ ব্যক্তিত্ব যাହାର ଚରିତ୍ର ଭିତର ଦେଇ ବିକୀର୍ଣ୍ଣ ହୋଇ ଉଠେ ସାର୍ଥକ ସଙ୍ଗତି ନେଇ, ସିଏ ହଉଛନ୍ତି ସୁଗୁରୁ। ତାହେଲେ ସଦ୍ଗୁରୁ କିଏ? ବାସ୍ତବିକ ସଦ୍ଗୁରୁ କିଏ? ଯେ ପ୍ରାକ୍ଟିକାଲ ଅପରେସନ ବା ପ୍ରାକ୍ଟିକାଲ ବାସ୍ତବ କ୍ରିୟା ଭିତର ଦେଇକିରି ସତକୁ ଅର୍ଥାତ୍ ବଞ୍ଚିବା ବା ବୃଦ୍ଧି ପାଇବାର ଯିଏ କୌଶଳ ଗୁଡ଼ିକୁ ବା କ୍ଲୁ ଗୁଡ଼ିକୁ ଏକ୍ସପେରିଏନ୍ସ ଦ୍ୱାରା ଆଣିଛନ୍ତି, ସିଏ ହଉଛନ୍ତି ବାସ୍ତବିକ ସଦ୍ଗୁରୁ। ବଞ୍ଚିବା ବଢିବାର କଳା କୌଶଳ ଯେ ଜୀବନ ଭିତରେ ଆଣିଛନ୍ତି। ଏବଂ ମନେ ପଡୁଛି ସତ୍ୟାନୁସରଣରେ ମଧ୍ୟ ବି ଠାକୁର ନିଜ ହାତରେ ଲେଖିଦେଇଛନ୍ତି, ଯାହାଙ୍କର କୌଣସି ମୂର୍ତ୍ତ ଆଦର୍ଶରେ କର୍ମମୟ ଅତୁଟ ଆସକ୍ତି ସମୟ ବା ସୀମାକୁ ଅତିକ୍ରମ କରି ଯାହାଙ୍କୁ ସହଜ ଭାବରେ ଭଗବାନ କରି ତୋଳିଛି, ଯାହାଙ୍କର କାବ୍ୟ ଦର୍ଶନ ଓ ବିଜ୍ଞାନ ମନର ଭଲବନ୍ଦ ବିଚ୍ଛିନ୍ନ ସଂସ୍କାର ଗୁଡ଼ିକୁ ଭେଦ କରି ସେଇ ଆଦର୍ଶରେ ହିଁ ସାର୍ଥକ ହୋଇ ଉଠିଛି, ସିଏ ହିଁ ସଦ୍ଗୁରୁ। ସେ ହିଁ ସଦ୍ଗୁରୁ। ତେଣୁ ସେମିତି ଦେଖିବାକୁ ଗଲେ ପ୍ରକୃତରେ ଆଦର୍ଶ ଯିଏ, ସଦ୍ଗୁରୁ ହିଁ ସିଏ। ତାହେଲେ ଇଷ୍ଟଗୁରୁ କିଏ? ନା ଯିଏ ଇଷ୍ଟ ବା ମଙ୍ଗଳ, ଯିଏ ଇଷ୍ଟ ବା ମଙ୍ଗଳ, ସିଏ ଯଦି ଗୁରୁ ହୁଅନ୍ତି ତାଙ୍କୁ ହିଁ କୁହାଯାଏ ଇଷ୍ଟଗୁରୁ। ତାଙ୍କୁ ହିଁ କୁହାଯାଏ ଇଷ୍ଟଗୁରୁ। ତେଣୁ ଏଠି ଦେଖିବାକୁ ଗଲେ ଇଷ୍ଟ ବା ପୁରୁଷୋତ୍ତମଙ୍କୁ ହିଁ ବାସ୍ତବିକ ଇଷ୍ଟଗୁରୁ କୁହାଯାଏ। ତାପରେ ଆମେ ଦେଖିବା ଆଚାର୍ଯ୍ୟ ଗୁରୁ କିଏ? ଯୋଉମାନେ ଆଚରଣ ସିଦ୍ଧ ବା ଅଚ୍ୟୁତ ଇଷ୍ଟନିଷ୍ଠ ଅନୁବେଦନା ଦେଇ ତପ ଅନୁପ୍ରମାଣର ଭିତର ଦେଇ ଆଚରଣ ତତ୍ପରତାରେ ବହୁଦର୍ଶିତା ଅର୍ଜନ କରିଛନ୍ତି ଯିଏ, ଗୋଟେ କଥାରେ ଯିଏ କରି ଜାଣିଛନ୍ତି, ଆଚରଣ କରି ଜାଣିଛନ୍ତି ସାର୍ଥକ ଅନ୍ୟୁତ ସର୍ବସଙ୍ଗତି ନେଇ, ସିଏ ହିଁ ଆଚାର୍ଯ୍ୟ, ସିଏ ହିଁ ବ୍ରହ୍ମଦ ପିତା ସଦ୍ଗୁରୁ, ସେ ନିଜେ ହିଁ। ତାହେଲେ ସତତ ଗୁରୁ କାହାକୁ କୁହନ୍ତି? ସତା ସମ୍ବୋଧିତ ଗୁରୁ। ଅର୍ଥ ଯିଏ ଇଷ୍ଟ ବା ଯିଏ ଆଚାର୍ଯ୍ୟ, ସେ ମଣିଷର ସତତ ଗୁରୁ। କାରଣ ସେ ବାସ୍ତବ ସଙ୍ଗତିର ଅନ୍ୟୁତ ଅର୍ଥନାରେ ଆତ୍ମବିନାୟନ ଅନୁଶୀଳନ ଭିତର ଦେଇ ବ୍ୟକ୍ତିତ୍ୱ ସମନ୍ୱିତ ସତ୍ତାକୁ ସମ୍ବର୍ଦ୍ଧିତ କରିପାରନ୍ତି, ସିଏ ହିଁ ସତତ ଗୁରୁ। ତାହେଲେ ପାଳନ ପରିଚର୍ଯ୍ୟା ଗୁରୁ କିଏ? ନା ପାଳନ ପରିଚର୍ଯ୍ୟା ଗୁରୁ ହଉଛନ୍ତି ଆମର ପିତାମାତା। ମଣିଷର ପିତାମାତା ବା ଗୁରୁଜନ, ଯିଏକି ଆମର
ପାଳନ ପ୍ରବଣ ଭିତର ଦେଇକି ଆସିଛନ୍ତି। ସେ ହେଉଛନ୍ତି ପାଳନ ପରିଚର୍ଯ୍ୟ ଗୁରୁ। ମହାଗୁରୁ କିଏ ତାହେଲେ? ନା ସଦ୍ଗୁରୁ ହେଉଛନ୍ତି ନିଜେ ମହାଗୁରୁ। ପରମ ଗୁରୁ କିଏ? ପୁରୁଷୋତ୍ତମ ହିଁ ପରମ ଗୁରୁ ପଦବାଚ୍ୟ ହେଇଥାନ୍ତି। ତାହେଲେ ଶବ୍ଦ ରୂପୀ ଗୁରୁ କିଏ? ନା ଗୁରୁ ଯିଏ ଶବ୍ଦର ମୂର୍ତ୍ତିମନ୍ତ ପ୍ରତୀକ, କାରଣ ଶବ୍ଦଟା ହିଁ ବାସ୍ତବିକ ତାଙ୍କର ପ୍ରାଣ। କାହିଁକିନା ଏ ଦୁନିଆରେ ଯାହା କିଛି ସମ୍ଭବ ହେଇଛି ସେଇ ଶବ୍ଦ ବ୍ରହ୍ମରୁ ହିଁ ଆସିଛି। ଆମେ ସେ ଶବ୍ଦ ବ୍ରହ୍ମର ଯୋଉ ନାଦ କମ୍ପନର ଯୋଉ ନାମଟି ଆମେ ପାଇଛେ, ଆମର ସମସ୍ତଙ୍କର ଅଭାଗ୍ୟ ସେଇ ଯୋଉ ସତନାମ। କାହିଁକିନା ନାମ ଓ ନାମୀ ହଉଛନ୍ତି ଅଭେଦ। ନାମ ଓ ନାମୀ ହଉଛନ୍ତି ଅଭେଦ। ନାମ ହଉଛି ତାଙ୍କର ବ୍ରହ୍ମ ସ୍ୱରୂପ, ତାଙ୍କର ସେ ନିଜେ ତାଙ୍କର। ଆଉ ସେତେବେଳେ ଯେତେବେଳେ ପୁରୁଷୋତ୍ତମ ଆସନ୍ତି, ସେ ନାମ ସେ ନେଇକିରି ହିଁ ଆସନ୍ତି। ଦୁନିଆର କାହାର ତାକତ ନାହିଁ, ଦୁନିଆର କାହା ଦ୍ୱାରା ସମ୍ଭବ ନୁହେଁ। ଦେବ ଦେବତା ଯେତେ ଯାହା କୁହନ୍ତୁ, 33 କୋଟି ଦେବାଦେବୀ କୁହନ୍ତୁ, କାହାର ସାଧ୍ୟ ନାହିଁ ସେ ନାମ ତାକୁ ସାଙ୍ଗରେ ଆଣିବାକୁ। ସେଥିପାଇଁ ଠାକୁରଙ୍କର ବାଣୀରେ ଦେଖାଯାଏ পুরুষোত্তমের আবির্ভাবে সঞ্চারণের অধিকার। পুরুষোত্তমের আবির্ভাবে সঞ্চারণের অধিকার অন্য কই থাকতে পারে, এমন কই থাকে না আর। পুরুষোত্তম যেତେବେଳେ ଆସନ୍ତି ତାଙ୍କରି ଦ୍ୱାରା ହିଁ ସଞ୍ଚାରଣ ହେଇଥାଏ ସେ ସତନାମ। ତେଣୁ ସେ ହେଉଛନ୍ତି ଶବ୍ଦ ରୂପୀ ଗୁରୁ। ତାହେଲେ ଲୋକଗୁରୁ କିଏ? ଯିଏ ପୁରୁଷୋତ୍ତମ, ଯିଏ ହଉଛନ୍ତି ଉତ୍ତମ ଆପୁରକ, ସିଏ ହିଁ ଲୋକ ଜୀବନର ପ୍ରିୟ ପରମ। ଅସ୍ତି ବୃଦ୍ଧିର ଉଦ୍ଦୀପ୍ତ ଅନୁପ୍ରେରଣା, ପ୍ରାଚୀନ ଓ ନବୀନର ସାର୍ଥକ ନିୟୁତ ସଂଗତି, ବୈଧି ବିଧାୟନ ସିଏ ହିଁ ବିକୃତିର ଶୁଭ ବିଧାୟକ, ସିଏ ହିଁ ସ୍ୱତଃ ସ୍ଫୂର୍ତ୍ତ ଲୋକଗୁରୁ। ତାହେଲେ କୌଳଗୁରୁ କିଏ? ନା ବ୍ରହ୍ମ ପର୍ଯ୍ୟନ୍ତ ଏକ ସତା ବୋଧରେ ଯିଏ ଜ୍ଞାନ ଓ କର୍ମ ସମୃଦ୍ଧିରେ ସ୍ଥିର ହୋଇଛନ୍ତି, କିମ୍ବା ଆ ବ୍ରହ୍ମ ସ୍ତମ୍ଭ ପର୍ଯ୍ୟନ୍ତ ଯିଏ କ୍ରମ ପର୍ଯ୍ୟାୟ ଅଛନ୍ତି, ଏବଂ ଯିଏ ତାର ସବୁଗୁଡ଼ିକ ଜାଣି ଶାନ୍ତ ହୋଇଛନ୍ତି, ସିଏ ହିଁ କୌଳ ଗୁରୁ। ସେଥିପାଇଁ ତ ଆମେ ବୋଲୁଛେ ଏ ଯୋଉ ଆ ବ୍ରହ୍ମ ସ୍ତମ୍ଭ ଭୂତାତା, ପୁରୁଷୋତ୍ତମଙ୍କର ବନ୍ଦନା ଭିତରେ ଆ ବ୍ରହ୍ମ ସ୍ତମ୍ଭ ଭୂତାତା, ଯେ ସମସ୍ତ ବ୍ରହ୍ମଠାରୁ ସ୍ତମ୍ଭ ପର୍ଯ୍ୟନ୍ତ ଯିଏ ସମସ୍ତଙ୍କୁ ଧରି ରଖିଛନ୍ତି, ପାଳନ ପୋଷଣ କରୁଛନ୍ତି, ସିଏ ହଉଛନ୍ତି କୌଳ ବା କୌଳ ଗୁରୁ। ତାହେଲେ କୂଳଗୁରୁ କିଏ? ନା ଯାହାଙ୍କର ଜାଣିବାର ସତ୍ତା ଓ ଚୈତନ୍ୟ ପ୍ରତିଷ୍ଠା ହେଇଛି, ସେ ହିଁ କୌଳ। ଏଇ ଯୋଉ ଆସ୍ଥୂଳରେ ବା ବ୍ରହ୍ମରୁ ସ୍ତମ୍ଭ ପର୍ଯ୍ୟନ୍ତ ଯାହାଙ୍କର ଜାଣିବାରେ ସତ୍ତା ଓ ଚୈତନ୍ୟ ପ୍ରତିଷ୍ଠା ହେଇଛନ୍ତି, ସିଏ ହିଁ କୌଳ। ଏବଂ ଏଇ କୌଳ କ୍ରମଶଃ ସମୟ ଅନୁସାରେ ବା ଅବସାନ ଘଟି ବା ଅବସାଦ ଘଟିକିରି ସେଉଠୁ ଆରମ୍ଭ ହେଇଛି କୂଳ ଗୁରୁ। ତାହେଲେ ସୋଧାଇ ଗୁରୁ କିଏ? ଅଧୟ ଅର୍ଥାତ୍ ନିଜେ ଅଧ୍ୟୟନ କରିକିରି ଜାଣିଛନ୍ତି ଯେ ସେ ହିଁ ଅଧାଇ। ବା ସତ୍ତା, এই ସତ୍ତାର ଅଧ୍ୟୟନ କରି ଜାଣିଛନ୍ତି ଯେ ସେ ହିଁ ଅଧାଇ। କହିବାର ତାତ୍ପର୍ଯ୍ୟ ହଉଛି, ଏତେ ଗୁଡିଏ ଜିନିଷ କହିବାର ତାତ୍ପର୍ଯ୍ୟ ହଉଛି, ଏ ଯେତେ ଗୁଡିଏ ଗୁରୁ ବା ଆହୁରି ଅନେକ ବ୍ୟାଖ୍ୟା ଅଛି ଶାସ୍ତ୍ର ପୁରାଣରେ, ସବୁ କିଛି ନିବଦ୍ଧ ହେଇଛି, ସବୁ କିଛି ମୂର୍ତ୍ତ ହେଇଛି ସେ ଜଣକ ପାଖରେ। ସିଏ ହଉଛନ୍ତି ପୁରୁଷୋତ୍ତମ ସଦ୍ଗୁରୁ, ଆପ୍ରିୟମାଣ ବୈଶିଷ୍ଟ୍ୟ ପାଳି, ଯାହାଙ୍କୁ ଆମେ ଏ ଜୀବନରେ ଧରିଛେ। ତାହେଲେ ଏଠି ପ୍ରଶ୍ନ ଉଠୁଛି, ପ୍ରତ୍ୟେକଙ୍କ ଜୀବନରେ ଗୁରୁ ଗ୍ରହଣର ଆବଶ୍ୟକତା ଅଛି। କାରଣ କଣ? କାରଣ କଣ? ମାନେ ଆମେ ଯଦି ପ୍ରତ୍ୟେକ ଠାକୁର କହୁଛନ୍ତି, ପ୍ରତ୍ୟେକ ଯଦି ଆମେ ବଞ୍ଚିବାକୁ ଚାହୁଁ, ତେବେ ସର୍ପବୃତ୍ତି ଉପରେ ମାନେ ଯାହାର ଆଧିପତ୍ୟ ଲାଭ କରିଛନ୍ତି, ଯିଏ এইଭଳି ଜଣେ ଆଦର୍ଶ ପୁରୁଷ ଉପରେ ଯଦି ସୁକେନ୍ଦ୍ରିକ ଆକୃତି ନେଇକିରି ଆମେ ଚାଲିବା ବା କନସେଣ୍ଟ୍ରିକ ଅର୍ସ ଦେଇକିରି ଚାଲିବା, ତାହେଲେ ଜୀବନଟା ସାର୍ଥକ ହେଇ ଉଠେ। ତାଙ୍କୁ ପୂରଣ କରିବାକୁ ଯାଇକି, ତାଙ୍କୁ ପ୍ରୀତ କରିବାକୁ ଯାଇକିରି ଆମମାନଙ୍କର କେବଳ ସତା ସମ୍ବର୍ଦ୍ଧନାକୁ ଅଧିଗତି କରୁନା, ବରଂ ଅନେକ କିଛି ପାଉ ଜୀବନରେ, ଅନେକ କିଛି। କାରଣ ଜୀବନର ତାତ୍ପର୍ଯ୍ୟ କଣ ଆମେ ସେତିକି ବେଳେ ବୁଝିପାରୁ, ବାସ୍ତବିକ ବୁଝିପାରୁ। କାରଣ ଏଇ ଯୋଉ ବୋଧ
ଆଉ ଜ୍ଞାନ କେବଳ ବ୍ୟକ୍ତି ଜୀବନର ଅନୁଭୂତି ଭିତର ଦେଇକି ସୀମାବଦ୍ଧ ନଥାଏ ବାସ୍ତବିକ। କାରଣ ଆମମାନଙ୍କର ମାନେ ବିଶେଷ କରିକି ମଣିଷ ମାନଙ୍କର ଚିନ୍ତା ଚେତନା ବା କର୍ମଶକ୍ତିକୁ ଅନେକ ଦୂର ଆଗେଇ ନିଏ ଯଦି ଆମେ ସେଇ ଯୋଉ ଏକାଗ୍ରତା ଆସେ ଗୁରୁଙ୍କ ପ୍ରତି, ଗୁରୁ ଗ୍ରହଣ ଭିତର ଦେଇକିରି, ତାହା ବାସ୍ତବିକ କେବଳ ଭିତର ନୁହେଁ ବାହାରେ ବି। କାହିଁକି ନା ମାନେ ପ୍ରତ୍ୟେକ ଦେଖନ୍ତୁ ପ୍ରତ୍ୟେକ ବ୍ୟକ୍ତିର ଏକକ ଜୀବନରେ ନୁହେଁ, ତାର ପରିବେଶରେ ଅନେକ ଜୀବନରେ ମଧ୍ୟ ଏ ସଂଗତିପୂର୍ଣ୍ଣଟା ଆସିଥାଏ। କାହିଁକି ନା ଜଣେ ଜଣେ ଯୁଗ ପୁରୁଷୋତ୍ତମକୁ ଅବଲମ୍ବନ କରିକିରି ମାନେ ଏଇଭଳି ଭାବେ ଯୁଗ ପରେ ଯୁଗ ମଣିଷର ଯୋଉ ବିବର୍ତ୍ତନବାଦ ଦେଇକିରି ଆଗେଇ ଚାଲିଛେ, ଯେମିତି ଆମେ ପ୍ରସ୍ତର ଯୁଗରୁ ଆସିକିରି ଅତ୍ୟାଧୁନିକ ଯୁଗରେ ବା ଏଆଇ ଯୁଗରେ ପହଞ୍ଚି ଗଲେଣି। ଏଇ ଯୋଉ ବିବର୍ତ୍ତନବାଦ, ଏଇ ଯୋଉ ଇଭଲ୍ୟୁସନ, এই ইভଲ୍ୟୁସନଟା ସମ୍ଭବ ହେଇଛି ଏଇ ଗୁରୁବାଦର ପରମ୍ପରା ଭିତରୁ ନେଇକିରି। ଗୁରୁବାଦର କିନ୍ତୁ ଅଧିକାଂଶ ଆମେ ସେଇ ଆକାଶର ଭଗବାନଙ୍କ ଠାରେ ଅନୁରାଗ କରୁ। ସେଥିପାଇଁ ତ ଜନ୍ ବର୍ନାର୍ଡ ଶ କହିଛନ୍ତି ବି ୱେୟାର ଅଫ ଦି ମ୍ୟାନ, ବି ୱେୟାର ଅଫ ଦି ମ୍ୟାନ ହୁଜ ଗଡ୍ସ ଆର୍ ଇନ୍ ଦି ସ୍କାଇଜ୍। ସେଇ ଲୋକକୁ ତମେ ସତର୍କ ରୁହ ଯୋଉମାନଙ୍କର ଭଗବାନ ଆକାଶରେ ଥାନ୍ତି। କାହିଁକି ନା ଏ ଭଗବାନଙ୍କର ଆକାଶ ଆମର ଚଳନ ଚରିତ୍ରକୁ ପରିବର୍ତ୍ତନ କରିପାରିବ ନାହିଁ। ମୋ ବାହାରେ ଗୋଟେ ମଣିଷ ଦରକାର, ତାଙ୍କଠାରେ ମାନେ ଅନୁରକ୍ତ ହେଲେ ମୋ ଭିତରେ ଗୋଟେ ଆଡଜଷ୍ଟମେଣ୍ଟ ଆସିବ, ନିୟନ୍ତ୍ରଣ ଆସିବ। ସେଇ ଯୋଉ ଆଡଜଷ୍ଟମେଣ୍ଟରୁ ଆସିବ ଜ୍ଞାନ ଓ ପ୍ରଜ୍ଞା, ଯାହାକୁ ନେଇକିରି ମୁଁ ଜୀବନଟାକୁ ସୁଚାରୁ ରୂପେ ଚଳେଇ ପାରିବି। ନହେଲେ ମୁଁ ଜୀବନର ମୂଲ୍ୟ ବୁଝିପାରିବିନି। କାହିଁକିନା ସେଇ କଥା ମନେ ପଡୁଛି ଯୋଉଟାକ ଅନେକ ଏଇ ଯୋଉ ଇଭଲ୍ୟୁସନ ଭିତର ଦେଇକିରି ଅନେକ ଜନ୍ମ ଦେଇକିରି ଆମେ ପ୍ରଭୁଙ୍କୁ ଆଜି ପାଇଛେ। ଗୀତାରେ ପ୍ରଭୁ ଶ୍ରୀକୃଷ୍ଣ ମଧ୍ୟ ସେ କଥା ବି ବାରମ୍ବାର କରି କହିଛନ୍ତି, ବହୁନାଂ ଜନ୍ମାନନ୍ତେ ଜ୍ଞାନବାନ ମାଂ ପ୍ରପଦ୍ୟତେ ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ। ବହୁ ଜନ୍ମ ପରେ ଆମେ ମାନେ ବେଳେ ବେଳେ ସେଇ ଜ୍ଞାନବାନ ମତେ ହିଁ ଲବ୍ଧ କରନ୍ତି। ଜ୍ଞାନବାନ କୋଉଠୁ ଆସିବ ନା ସେଇ ଯୋଉ ଅନୁରକ୍ତ ଭିତର ଦେଇକିରି ଆଡଜଷ୍ଟମେଣ୍ଟ, ତା ଭିତରୁ ଆସେ ଜ୍ଞାନ ଓ ପ୍ରଜ୍ଞା। ତାରି ଭିତର ଦେଇକିରି ଈଶ୍ୱର ପରିପୂରିତ ହୁଅନ୍ତି, ତାକୁ ଦେଖେଇ ଦିଅନ୍ତି ମାନେ ଜୀବନର ସମ୍ବେଗ। ନଚେତ ଆମେ କଦାପି ସମ୍ଭବ ନୁହେଁ ତାହା। କାହିଁକିନା ଜୀବନର ମୂଲ୍ୟଟା ବୁଝୁ ବୁଝୁ ଜୀବନଟା କେତେବେଳେ ଚାଲିଯିବ ତାହା କିଛି କହିହେବନି। ହେଲେ ଏଠି ପ୍ରଶ୍ନ ଉଠୁଛି, ଗୁରୁ ବାସ୍ତବିକ ଈଶ୍ୱର ତ? ଏଇ ଧାରଣାଟା ଜନ୍ମକୁ ଅନେକ ଜନ୍ମ ଆମକୁ ଲାଗିଯାଏ। ଯିଏ ଯେତେ ଶୀଘ୍ର ବୁଝିପାରେ, ଯିଏ ଯେତେ ଶୀଘ୍ର ଅନୁରକ୍ତ ହେଇକିରି ଅନୁରାଗ ଭିତର ଦେଇକିରି ବୁଝିପାରେ, ସିଏ ହିଁ ମହନୀୟ ହେଇ ଉଠେ ତାର ଜୀବନଟା। ଠାକୁରଙ୍କୁ ପ୍ରଶ୍ନ କରାହେଇଛି, ଏଇ ଯୋଉ ଈଶ୍ୱରଙ୍କ ଭିତର ଦେଇକିରି ବା ଈଶ୍ୱରଙ୍କ ସଙ୍ଗେ ମାନେ ମୁଁ ସିଧା ତ ଯୋଗ ସ୍ଥାପନ କରିପାରିବି, ତାହେଲେ ଏଠି ଗୁରୁ କାହିଁକି ଆବଶ୍ୟକ ଅଛି? ଠାକୁର ଅତି ସୁନ୍ଦର ଉତ୍ତର ଦେଇଛନ୍ତି, ବିଭିନ୍ନ ଜାଗାରେ ଉତ୍ତର ଦେଇଛନ୍ତି। ଆପଣମାନେ ଜାଣିଛନ୍ତି ଏକା ଯେ ଈଶ୍ୱର କିଏ, ଈଶ୍ୱର କଣ? ଅତି ସହଜ ରୂପେ ଠାକୁର ଆମମାନଙ୍କୁ ବୁଝେଇ ଦେଇଛନ୍ତି। ମାନେ ଏମିତି ଦେଖନ୍ତୁ, ଯେମିତି ମାନେ ସୂର୍ଯ୍ୟ ଅଛନ୍ତି ବୋଲି ସୂର୍ଯ୍ୟଙ୍କୁ କେନ୍ଦ୍ର କରି ପୃଥିବୀ ଅଛି, ଠିକ ସେଇପରି ଆମେମାନେ ଇଷ୍ଟବସ୍ଥାରେ ସୁକେନ୍ଦ୍ରିକ ହୋଇ ଠିକ ରହିପାରୁ। ଯେ ପର୍ଯ୍ୟନ୍ତ ମଣିଷ ଜୀବନରେ ଏଇ ଯୋଉ ସୁକେନ୍ଦ୍ରତା ନ ଆସିଛି, ସେ ପର୍ଯ୍ୟନ୍ତ ଆମେ ପ୍ରବୃତ୍ତିର ଭିତର ଦେଇକିରି ଆମେ କୋଉଠିକି ଛିଟକି ପଡିବୁ ତାର ଇୟତା ନାହିଁ। କାରଣ କଣ ନା ସର୍ବଦେବମୟ ହଉଛନ୍ତି ଗୁରୁ, ସର୍ବଦେବମୟ ହଉଛନ୍ତି ଗୁରୁ। ସଦ୍ଗୁରୁଙ୍କର ଭିତର ଦେଇ ଆମେ ସମସ୍ତ ଦେବତାଙ୍କୁ ବୋଧ କରୁ। ତେଣୁ ଗୁରୁକରଣ ନ କଲେ ପୂଜା ସମ୍ପୂର୍ଣ୍ଣ ରୂପେ ବ୍ୟର୍ଥ ହୁଏ, ସମ୍ପୂର୍ଣ୍ଣ ରୂପେ। ତେଣୁ ଆଜି ଆମେ ପ୍ରତ୍ୟେକ ଦେବାଦେବୀଙ୍କୁ ପୂଜା କରୁଛେ, ମଠ ମନ୍ଦିର ଯାଉଛେ, ସେମିତି ଦେଖିବାକୁ ଯିବେ ତାହେଲେ ପ୍ରଥମରୁ ହିଁ ସେଇ ମାନେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଏଇ ତିନି ଦେବତାଙ୍କର ପୂଜା ହଉଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଈଶ୍ୱରଙ୍କର ପ୍ରତ୍ୟେକ ମାନେ ଗୁଣ ବୈଶିଷ୍ଟ୍ୟର ପ୍ରତୀକ ସ୍ୱରୂପ ଏକ ଏକ ଦେବତାଙ୍କର ପରିକଳ୍ପନା କରାଗଲା। କାହିଁକି କରାଗଲା ନା ଈଶ୍ୱର ହଉଛନ୍ତି ନିରାକାର ଆଉ ପରମ ବ୍ରହ୍ମ। ତାଙ୍କୁ ବୋଧରେ ଆଣିବା ବା ତାଙ୍କୁ ଉପାସନା କରିବା ଏତେ ସହଜ ସାଧ୍ୟ ନୁହେଁ। ଆଉ ଏମିତି ଦେଖିବାକୁ ଗଲେ ମଣିଷ ପକ୍ଷେ ଆଦୌ ତ ନୁହେଁ। କାରଣ କଣ ନା କାରଣ ହଉଛି ମଣିଷ ହଉଛି ସାକାର ଆଉ ସୀମାୟିତ। ନିରାକାର ବା ଅସୀମଙ୍କୁ ଏଇ ଯୋଉ ସାକାର ରୂପ ଧରିକିରି ସେ ବୁଝିବ ବା କେମିତି? ସେଥିପାଇଁ ଈଶ୍ୱରଙ୍କର ଗୋଟେ ଗୋଟେ ଗୁଣ ବୈଶିଷ୍ଟ୍ୟର ପ୍ରତୀକ ସ୍ୱରୂପ ଦେବତା ହିଁ ଉଦ୍ଭିନ୍ନ ହେଲେ। ଏଇ ପଏଣ୍ଟଟା ଆମେ ପ୍ରାୟ ଅଧିକାଂଶ ବୋଧ ଭିତରକୁ ଆଣିପାରିନେ। ଈଶ୍ୱରଙ୍କର ଗୋଟେ ଗୋଟେ ଗୁଣ ବୈଶିଷ୍ଟ୍ୟର ପ୍ରତୀକ ହଉଛନ୍ତି ଦେବତା, ସେ ଈଶ୍ୱର ନୁହନ୍ତି।
এই ଧାରଣାଟା ଆମମାନଙ୍କର ଅଧିକାଂଶଙ୍କର ନାହିଁ ବୋଲି ଆଜି ଆମେ ଘର ମାନଙ୍କରେ ବା ବିଭିନ୍ନ ପ୍ରକାର ଦେବାଦେବୀଙ୍କର ପୂଜନ କରୁଛେ। ଠିକ ଅଛି, କରିବାଟା କିଛି ଭୁଲ ନୁହେଁ, କିନ୍ତୁ ଗୁରୁଙ୍କୁ ଛାଡି କରି ନୁହେଁ, ଗୁରୁଙ୍କ ପ୍ରତି ଅନୁରାଗ କମେଇ କରି ନୁହେଁ। ତାହେଲେ ଦେବତା କିଏ? ଠାକୁର ଅତି ସହଜ ଅତି ସୁନ୍ଦର ରୂପେ ଉତ୍ତର ଦେଇଛନ୍ତି, ଯାହାଙ୍କର ଦ୍ୟୁତି ସକଳଙ୍କ ନିକଟରେ ଜୀବନ ହୋଇ ଉଠେ ସିଏ ହିଁ ଦେବତା। ଯାହାଙ୍କର ଦ୍ୟୁତି ସକଳ ନିକଟରେ ଉଦ୍ଭିନ୍ନ ହୋଇ ଉଠେ ସିଏ ହିଁ ଦେବତା। ଏବଂ ବିଶେଷ କରିକିରି ମାନେ ଈଶ୍ୱରଙ୍କ ପ୍ରତି ଏକମୁଖୀ ଅନୁରାଗ ଉଦ୍ଦୀପ୍ତ ହୋଇ ଅନ୍ୟୁତ ସାମଞ୍ଜସ୍ୟରେ ବୋଧି ତାତ୍ପର୍ଯ୍ୟରେ ସକ୍ରିୟ ଭାବରେ ଚରିତ୍ର ବ୍ୟବହାର କର୍ମରେ ବିଶେଷ ବିଶେଷ ଗୁଣରେ ଅଭିବ୍ୟକ୍ତ ହୋଇ ଯେଉଁମାନେ ଲୋକହିତ ଉଚ୍ଛଳ ବ୍ୟତିକ୍ରମୀ ବ୍ୟାହତ କରନ୍ତି, ଯେଉଁମାନଙ୍କର ଅନୁଚର୍ଯ୍ୟାରେ ସେଇ ବିଶେଷତ୍ୱ ଅଭିଦୀପ୍ତ ହୋଇ ଉଠେ ଅନ୍ତରରେ, ସେଇମାନେ ହିଁ ଦେବତା ବୋଲି ଖ୍ୟାତ। ସଂଜ୍ଞା ସମୀକ୍ଷାରେ ଠାକୁର ମାନେ ସୁନ୍ଦର ରୂପେ ତାକୁ ବ୍ୟାଖ୍ୟା କରିଛନ୍ତି। କିନ୍ତୁ ଆମେ ବୁଝୁଛେ ମାନେ ଦେବତା ହଉଛନ୍ତି ଈଶ୍ୱର, କିନ୍ତୁ ଈଶ୍ୱରଙ୍କର ସେ ହଉଛନ୍ତି ପ୍ରତୀକ ଏବଂ ବିଶେଷ କରିକିରି ନିଜେ ଗୁରୁ ହଉଛନ୍ତି ଅଗ୍ନିମୁଖ। ଗୁରୁଙ୍କ ମାନେ ଶରଣ ପଶିଲେ ବା ତାଙ୍କୁ ଅନୁସରଣ କରିକି ଚାଲିଲେ ଉନ୍ନତି ଅବସମ୍ଭାବୀ ହୋଇ ଉଠେ। ଏମିତି ତ ଯଦି ଆମେ ଦେଖିବା ବେଦର ପ୍ରଥମ ମନ୍ତ୍ର କଣ କୁହେ? ବେଦର ପ୍ରଥମ ମନ୍ତ୍ର କୁହେ ଗୁରୁ ଗ୍ରହଣ କର ଏବଂ ଗୁରୁଙ୍କ ମାଧ୍ୟମରେ ଈଶ୍ୱର ପ୍ରାପ୍ତ ହୁଅ। ଏଇ ଯୋଉ ଈଶ୍ୱର କଥା ଉଠିଲା, ଈଶ୍ୱର ପ୍ରାପ୍ତିର ପ୍ରଥମ ଆଧାର ହଉଛନ୍ତି ଗୁରୁ। କାରଣ ଗୁରୁଙ୍କ ବିନା ଆଦୌ ସମ୍ଭବ ନୁହେଁ ଈଶ୍ୱର ପ୍ରାପ୍ତି ଜୀବନରେ, ଯାହାକୁ ଆମେ ଧରୁଛେ ଈଶ୍ୱର ପ୍ରାପ୍ତି ଜୀବନର ମୂଳ ଲକ୍ଷ୍ୟ। ଏବଂ କାହିଁକି ନା ସର୍ବଦେବତାର ଜୀବନ୍ତ ପ୍ରତୀକ, ଠାକୁର କହୁଛନ୍ତି ସର୍ବଦେବତାର ଜୀବନ୍ତ ପ୍ରତୀକ, ବୁଝି ରଖିତା ଇଷ୍ଟ ତୁମର ସେବା ପ୍ରତୁଳ ଇଷ୍ଟ ନିଷ୍ଠା ତପ ଦୀପନା ସେ ହିଁ ପୂଜାର। ତେଣୁ ସର୍ବଦେବତାର ଜୀବନ୍ତ ପ୍ରତୀକ ହଉଛନ୍ତି ଗୁରୁ, ଯୋଉଟାକୁ ଆମେ ଅଧିକାଂଶ ସମୟରେ ଭୁଲି ଯାଇଛେ। କାହିଁକି ନା ଗୁରୁ ବାସ୍ତବିକ ନିଜେ ହିଁ ଆଚାର୍ଯ୍ୟ, ଆଚରଣ ସିଦ୍ଧ। ସେଇ ସଦ୍ଗୁରୁକୁ ନ ଧରି ଯିଏ ହଜାରେ ମାନେ ଦେବତାର ଆରାଧନା କରେ ତାର ଜୀବନ ଚଳନଟା ଆପଦପୂର୍ଣ୍ଣ ହେଇଯାଏ। କାହିଁକି ନା ଠାକୁର ମଧ୍ୟ ସେ କଥା ଅତି ସୁନ୍ଦର ରୂପେ ବାଣୀରେ କହିଛନ୍ତି। ମାନେ କଣ ସେ ବାଣୀଟା? ହଁ, ଦିଏ ଦେବତା ହଜାରେ ଧରିଛୁ, ଆଚାର୍ଯ୍ୟ ଯାହାର ଇଷ୍ଟ ନୁହେଁ, ସ୍ପଷ୍ଟତର ବୁଝି ରଖିତା ଜୀବନ ଚଳନା ନିହାତି ଭୟ। ଆମେ ଗୁରୁଙ୍କ ବିନା ହଜାରେ ଦିଅ ଦେବତା ଧରିଛୁ, କିନ୍ତୁ ଆଚରଣ ସିଦ୍ଧ ଗୁରୁ ଯିଏ ତାଙ୍କୁ ଆମେ ଧରିନୁ, ତାହେଲେ କଣ ହବ ନା ଆମ ଜୀବନ ଚଳନାଟା ଭୟ ସୃଷ୍ଟି ହବ। କାହିଁକି? କାରଣ କଣ ନା ଜୀବନ ଚର୍ଯ୍ୟାର କୌଶଳ ଗୁରୁ ହିଁ ଶିଖାନ୍ତି। କୌଣସି ଦେବତା କେବେ କାହାକୁ ବଞ୍ଚିବା ବଢିବାର କୌଶଳ ଶିଖେଇ ଦେବାର ମାନେ ଉଦାହରଣ ବା ଦୃଷ୍ଟାନ୍ତ ଆମ ଆଖି ଆଗରେ ନାହିଁ ଏକା। କାରଣ ଦେବତା ହଉଛନ୍ତି ଗୋଟେ କାଳ୍ପନିକ ରୂପ, ପରିଗ୍ରହ କରିଥିବା ଗୋଟେ ବିଗ୍ରହ, ବିଶେଷ ରୂପେ ଗ୍ରହଣର କ୍ଷମତା ଭିତରେ ଦେଇକିରି ବା ମୂର୍ତ୍ତ ହେଇଛନ୍ତି ବୋଲି ସେ ମୂର୍ତ୍ତି। ତେଣୁ ଜୀବନ୍ତ ବ୍ୟକ୍ତି ହୋଇନଥିବାରୁ ତାଙ୍କର ଏଇ ଯୋଉ ଆମମାନେ ଯୋଉ ବିଭିନ୍ନ ପ୍ରକାର ଭକ୍ତ ବା ବିଭିନ୍ନ ପ୍ରକାର ଉପାସକ ଆମେ ଯାହାକୁ ପୂଜା କରୁଛେ ଦେବତାଙ୍କୁ, ତାହେଲେ ସେ କେମିତି ମାର୍ଗଦର୍ଶନ କରିବେ? ସେ ଶୁଦ୍ଧ ମୂର୍ତ୍ତ ହେଇଛନ୍ତି, ସେ ତ ଗୋଟେ ବିଗ୍ରହ, ବିଶେଷ ରୂପେ ମାନେ ଗ୍ରହାଭିଭୂତ ହେଇଛନ୍ତି, ଗୋଟେ କାଳ୍ପନିକ ରୂପ। ତେଣୁ ସେ କେମିତି ସୁଖ ଦୁଃଖର ମାନେ ସାଥୀ ହେଇପାରିବେ? ସେଥିପାଇଁ ତ ମାନେ ମନେ ପଡୁଛି ସେଇ ନୋବେଲ ପୁରସ୍କାର ପ୍ରାପ୍ତ ଡକ୍ଟର ଆଲେକ୍ସି କ୍ୟାରେଲଙ୍କର, we want such a God to whom we can talk, to whom we can touch, to whom বা with whom we can share our sorrows and sufferings। ଆମେ ଦୁଃଖ ସୁଖର ସାଥୀ ଯିଏ ହେଇପାରିବା, ଆମେ ଯାହାଙ୍କ ପାଖରେ ସବୁ କିଛି ବ୍ୟକ୍ତ କରିପାରିବା, ସେମିତି ଗୋଟେ ପ୍ରତିମନ୍ତ ଆମରି ଭଳି ଜଣେ ମଣିଷ ଦରକାର। ଉପରନ୍ତ ଜଣେ ମଣିଷ ଭଗବାନ ଆମକୁ ଦରକାର, ଯିଏକି ସବୁ କିଛି ମାନେ ଆମେ ଆମ ଜୀବନର ଯୋଉ ବିଭିନ୍ନ ଚରମ ସମାଧାନ ସେ ହିଁ କରିପାରିବେ। ତେଣୁ ପୁରୁଷୋତ୍ତମ ମାନେ ଯେତେବେଳେ ଆସନ୍ତି, ସବୁ ଦେବତା ଆମେ ତ ଜାଣିଛେ ଏକା ପୁରୁଷୋତ୍ତମ ମାନେ ସବୁ ଦେବତାଙ୍କର ସମାହାରେ ପୁରୁଷୋତ୍ତମଙ୍କ ସୃଷ୍ଟି ସହଜ ମଣିଷ ନର ରୂପରେ କରନ୍ତି ଧୃତି ବୃଷ୍ଟି।
ପୁରୁଷୋତ୍ତମ ଆସନ୍ତି ଯେବେ ସର୍ବଗୁରୁଙ୍କର ସାର୍ଥକତା ତାଙ୍କୁ ଧରିଲେ ଆସେ ନାହିଁ ଗୋ ଗୁରୁ ତ୍ୟାଗର ଘୃଣ୍ୟ କଥା। ତାହେଲେ ବାସ୍ତବିକ ସତ୍ୟ କଥା ଏଇଆ। ଆମେ ଏଇଥିରୁ ଉପନୀତ ହେଲେ ଠିକ ଅଛି, ଗୁରୁ, ଈଶ୍ୱର ଆଉ ଦେବତା ଏଇ ତିନି ଭିତରେ ସମନ୍ୱୟ ଭିତରେ ଦେଇକିରି ସର୍ବ ଦେବମୟ ହଉଛନ୍ତି ଯେହେତୁ ଗୁରୁ। ଆଉ ସମୟ କମ ରହିଲା, ଅଳ୍ପ ସମୟ ଭିତରେ କହିବାକୁ ଚେଷ୍ଟା କରିବି। କାହିଁକି ନା ବାସ୍ତବିକ ଗୁରୁ କିଏ ଆମେ ସମସ୍ତେ ତ ଜାଣିଲେ, କାହିଁକିନା ପ୍ରତ୍ୟେକ ସମୟରେ ମାନେ ଗୁରୁ ହିଁ ଯୁଗ ଯୁଗେ ଆସନ୍ତି ପ୍ରୟୋଜନ ଅନୁସାରେ। ଏଇ ଯୋଉ ମାନୁଷୀ ତନୁକୁ ଆଶ୍ରୟ କରିକିରି ସେ ଏଇ ଧୂଳି ଧୂସରିତ ଦୁନିଆକୁ ଓହ୍ଲେଇ ଆସନ୍ତି। ତାଙ୍କର ସମସ୍ତଙ୍କର ଆପଣାର କରିବାର ଥାଏ ପ୍ରେମର ଆକର୍ଷଣ। ତାଙ୍କର ସମସ୍ତ କାର୍ଯ୍ୟ ବାକ୍ୟ ବ୍ୟବହାରରେ ତାଙ୍କର ଥାଏ ଐଶ୍ୱରିକ ପ୍ରତିଭା। ତାଙ୍କର ଏଇ ଯୋଉ ମାନେ ଅତି ମାନବୀୟ ଐଶୀ ଶକ୍ତିର ପରିଚୟ ପାଇ ଯାହାଙ୍କର ଅନ୍ତରରେ ସହଜ ଭାବରେ ଭକ୍ତି ଥାଏ ତାଙ୍କୁ ବିଶ୍ୱର ମାଲିକ ବୋଲି କୁହନ୍ତି, କେହି କେହି ଆମମାନେ ପ୍ରେମର ଠାକୁର ବୋଲି କହନ୍ତି। ଏବଂ ତାଙ୍କର ଲୀଳାରେ ବିମୁକ୍ତ ହେଇକିରି ଜୀବନଟାକୁ ଅତି ଆନନ୍ଦ ରୂପେ କଟି ବାହାରୁ ବର୍ତ୍ତମାନ କି ଜାଣି ହୁଏନି। ସାଧାରଣ ମଣିଷ ଆମମାନେ ମାନେ ବୃତ୍ତି ଭିତର ଦେଇକିରି ଗତି କରୁଛେ। ତେଣୁ ତାଙ୍କୁ ଜାଣିବାକୁ ହେଲେ ଅନ୍ତରରେ ଭକ୍ତି ଦରକାର, ଆଉ ଦରକାର ତପସ୍ୟା। ସେଥିପାଇଁ ତ ତାଙ୍କର ସ୍ୱରୂପ ସେ ପବିତ୍ର ପୂର୍ଣ୍ଣ ପଥରେ ବ୍ୟାଖ୍ୟା କରିଦେଇଛନ୍ତି ପୁରୁଷୋତ୍ତମ। ମୁଁ ହିଁ ପରମ କାରଣ, ଅନନ୍ତ କୋଟି ଦେବତା, ଇନ୍ଦ୍ର ଚନ୍ଦ୍ର ବାୟୁ ବରୁଣ ବ୍ରହ୍ମ ଜ୍ୟୋତି, ଶ୍ରୀକୃଷ୍ଣଙ୍କର ଅଙ୍ଗ ଜ୍ୟୋତି, ସେଇ ପରମ ପୁରୁଷ ଶ୍ରୀକୃଷ୍ଣ, ଶ୍ରୀକୃଷ୍ଣଙ୍କର ସଦାସତ୍ଵ। ମୁଁ ହିଁ ସବୁ, ମୁଁ ହିଁ ସେଇ ଦୟାଲ ଦେଶ, ବ୍ରହ୍ମ ଦେଶ, ପିଣ୍ଡ ଦେଶ, ମୁଁ ହିଁ ବୃନ୍ଦାବନ, ମୁଁ ହିଁ କୃଷ୍ଣ, ମୁଁ ହିଁ ରାଧା। ଗୋପ ଗୋପୀ ମୋର ଆରତି କରେ, ଚନ୍ଦ୍ର ସୂର୍ଯ୍ୟ ତାରକା କୋଟି କୋଟି, ବ୍ରହ୍ମାଣ୍ଡ କୋଟି କୋଟି ଗଗନ ସବୁ ମୋର ହିଁ ଲୀଳା। ମୋରି ପ୍ରକଟ, ମୋରି ପାଇଁ ହିଁ ମୋର ଫାନ୍ଦ, ଆଉ କିଛି ନୁହେଁ। ମୁଁ ଲୁଚିଥାଏ ପ୍ରତିଟି ପ୍ରାଣରେ, ଅନ୍ତରରେ ଅନ୍ତର ଲୁଚିଥାଏ, କାରଣ ମୁଁ ହଉଛି ଚୈତନ୍ୟ ପୁରୁଷ। ତେଣୁ ବାସ୍ତବିକ ସତ୍ୟ କଥା ଏଇଆ, ପୁରୁଷୋତ୍ତମ ଆସନ୍ତି ଯେବେ ଇଷ୍ଟ ଆଚାର୍ଯ୍ୟ ସେ ହିଁ ଗୁରୁ, ସେ ହିଁ ସବୁରି ଜୀବନ ଦଣ୍ଡ, ସେ ହିଁ ସବୁରି ଜୀବନ ମେରୁ। ତେଣୁ ଆମ ମାନଙ୍କର ଅହଭାଗ୍ୟ, ବାସ୍ତବିକ ଆମ ମାନଙ୍କର ଅହଭାଗ୍ୟ, ଆଜି ଆମେ ପରମ ପୁରୁଷଙ୍କର ସନ୍ଧାନ ପାଇଛେ। ପରମ ପୁରୁଷଙ୍କର ପାଦ ତଳେ ମଥା ବିକ୍ରି କରିକିରି ତାଙ୍କରି ଦୟାର ପ୍ରତୀକ ସ୍ୱରୂପ, ତାଙ୍କରି ଆଶୀର୍ବାଦର ପ୍ରତୀକ ସ୍ୱରୂପ ଜୀବନଟାକୁ ଚଲିବାକୁ ଆମେ ଚେଷ୍ଟା କରୁଛେ। ତେଣୁ ଯେପର୍ଯ୍ୟନ୍ତ ଏଇ ପୁରୁଷୋତ୍ତମଙ୍କର ବା ଏଇ ଗୁରୁଙ୍କର ଚରଣାଶ୍ରିତ ଭିତର ଦେଇକିରି, ଅନୁରାଗ ଭିତର ଦେଇକିରି ଆମେ ପ୍ରଭୁଙ୍କର ଆଶୀର୍ବାଦର ପାତ୍ର ନ ହେଇଛେ, ସେ ପର୍ଯ୍ୟନ୍ତ ଆମ ଭିତରେ ଏ ଚଳନାଟା ପରିଶୁଦ୍ଧ ହବନି। ସଂସାର ଜୀବନର ଏଇ ଯୋଉ ବ୍ୟତୟୀ ଚଳନା, ସଂସାର ଜୀବନ ଭିତରେ ଏଇ ଯୋଉ ବ୍ୟତିକ୍ରମ ଚଳନା ଭିତର ଦେଇକିରି ଆମେ କୋଉଠି କେତେବେଳେ ପଡିଯିବା ଆମେ ତାର ହିସାବ ରହିବ ନାହିଁ। ସେଥିପାଇଁ ଏକକେନ୍ଦ୍ରିକ ଜୀବନ, ଆଦର୍ଶ ଜୀବନ, ଗୋଟେ ମାନେ କନସେନ୍ଟ୍ରେସନ ଜୀବନ ଭିତର ଦେଇକିରି, ଗୁରୁଙ୍କୁ ପରିପୂରିତ କରିବା ଭିତର ଦେଇକିରି, ଗୁରୁଙ୍କୁ ପ୍ରୀତ କରିବା ଭିତର ଦେଇକିରି, ତାଙ୍କର ନିର୍ଦ୍ଦେଶ ଭିତର ଦେଇକିରି ମାନିକିରି ଆମେ ଯଦି ସମସ୍ତ କିଛି ପୂଜା ତାଙ୍କରି ପାଦ ତଳେ ଅର୍ପଣ କରିବା, ଆମର ପ୍ରତ୍ୟେକଙ୍କର ଜୀବନ ସାର୍ଥକ ହବ। କାହିଁକି ନା ଆମେ ଆଜି ଧ୍ୟାନ କରୁ, ଆମେ ପୂଜା କରୁ, ଆମେ ମୁଖ୍ୟ ଚାହୁଁ, ଆମେ ଏଇ ଯୋଉ ମନଟାକୁ ମାନେ ତ୍ରାଣ କରିବାକୁ ମନ୍ତ୍ର ଚାହୁ, କିନ୍ତୁ ବାସ୍ତବିକ ଶାସ୍ତ୍ର କହିଛି ଧ୍ୟାନ ମୂଳଂ ଗୁରୁର୍ ମୂର୍ତ୍ତି, ପୂଜା ମୂଳଂ ଗୁରୁର୍ ରୂପମ୍, ମନ୍ତ୍ର ମୂଳଂ ଗୁରୁର୍ ବାକ୍ୟମ୍, ମୋକ୍ଷ ମୂଳଂ ଗୁରୁର୍ କୃପା। ଗୁରୁ ହିଁ ସବୁ କିଛି। ତେଣୁ ଆସନ୍ତୁ, ସମୟ ଉପନୀତ ହେଇଗଲାଣି, ଆଉ ସମୟ ବର୍ଦ୍ଧିତ କରିବାଟା ଠିକ ନୁହେଁ। ତେଣୁ ସମସ୍ତଙ୍କର ସାର୍ବିକ ମଙ୍ଗଳ କାମନା କରିକିରି ମୁଁ ପରମ ପିତାଙ୍କ ପାଦ ତଳେ ଆଉ ଥରେ ପ୍ରାର୍ଥନା କରିକିରି ମୋର ବକ୍ତବ୍ୟ ସାଙ୍ଗ କରୁଛି। ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମ। ଜୟ ଗୁରୁ ଦାଦା, ଜୟ ଗୁରୁ, ଜୟ ଗୁରୁ। ଜୟ ଗୁରୁ। খুব সুন্দর ভাবে আমরা সমানি অভিনয় ভাই শ্রীযুক্ত অভিনব বারিক বিভিন্ন দিক দেখে আমার সব ঠাকুরଙ୍କ କଥା କହିଲେ। ବିଶେଷ ଭାବରେ এই ଗୁରୁ ଗ୍ରହଣ ଆଉ ସେ କଥାକୁ ନେଇକି ଆମ ସବୁ ଠାକୁରଙ୍କ କଥା ତୋଳି ଧରିଲେ। ଗୁରୁ ଗ୍ରହଣ ବିନା ଜୀବନ ନିରର୍ଥକ।
ଆଉ ଗୁରୁ ଗ୍ରହଣ ଭିତର ଦେଇ ମଣିଷର କାୟା ପବିତ୍ର ହୁଏ। ଆଉ ଏବଂ ଗୁରୁ କିଏ, ଗୁରୁ କେତେ ପ୍ରକାର ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ କଥାକୁ ନେଇକି ତାତ୍ପର୍ଯ୍ୟକୁ ନେଇକି ଆମ ପାଖରେ ସବୁ କଥା କୋଳି ଧରିଲେ। ସେଇ ସଦ୍ଗୁରୁ, ମହାନ ଗୁରୁ, ଦୀକ୍ଷା ଗୁରୁ, ସାଧ୍ୟ ଗୁରୁ ଆଉ ଲୋକ ଗୁରୁ, ଏସବୁ କଥାକୁ ନେଇକି ଅତି ସୁନ୍ଦର ଭାବରେ ଆମ ପାଖରେ ସବୁ ଠାକୁରଙ୍କ କଥା ସବୁ ତୋଳି ଧରିଲେ। ମାନେ ଆମର ସମ୍ମାନୀୟ ଅଭିମାନ ଭାଇଙ୍କର ଦୀର୍ଘ ନିରାମ ଜୀବନ ପାଇଁ, ତାଙ୍କ ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା ଜଣାଇବା। ଏମିତି ପ୍ରଭୁଙ୍କ କଥା କହିକି ଆମ ମନ ପ୍ରାଣ ପୁଷ୍ଟ କରିଥାନ୍ତୁ। ଏ ଧାରା ହିଁ ତାର ଅବ୍ୟାହତ ହଉ। ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁଦେବ, ଜୟ ଗୁରୁ। ଜୟ ଗୁରୁ। ଆଉ ଆସନ୍ତା କାଲିର ସତ୍ସଙ୍ଗ ନିବେଦନ କରିଛନ୍ତି ପ୍ରତିଦିନ ଭଳି ଆମର ସମ୍ମାନୀୟ ସୌଭାଗ୍ୟ ଭାଇ ଶ୍ରୀଯୁକ୍ତ ଜବାହର ରଞ୍ଜନ କୁଟିଆ। ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ଶ୍ରଦ୍ଧା ଝୁନୁମା, ଶ୍ରୀମତୀ ଝୁନୁ ରାଉତ, ତାଙ୍କର ସୁପୁତ୍ର ସୁରେଶ ତାଙ୍କ ଜନ୍ମଦିନ ଉପଲକ୍ଷେ। ଏବଂ ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ଶ୍ରଦ୍ଧା ମୃତ୍ୟୁଞ୍ଜୟ ଭାଇ, ତ ମୃତ୍ୟୁଞ୍ଜୟ ସ୍ୱାଇଁ ତାଙ୍କର ସୁପୁତ୍ର ନିତ୍ୟାନନ୍ଦଙ୍କର ଜନ୍ମଦିନ ଉପଲକ୍ଷେ ଆସନ୍ତାକାଲି ସତ୍ସଙ୍ଗ ଯୋଗଦାନ କରିବା। ଆଉ ବର୍ତ୍ତମାନ ଆମର ସମ୍ମାନୀୟ ଦୈତାରୀ ଠାକୁରଙ୍କର ପବିତ୍ର ପାଞ୍ଜାରେ କର୍ମୀ ଯୁକ୍ତ ଦୈତାରୀ ସାହୁ ଆଉ ସମାପନୀ ସଙ୍ଗୀତ ପରିବେଷଣ କରି ଧ୍ୱନି ଦେଇ ସତ୍ସଙ୍ଗ ସମାପନ। ଜୟ ଗୁରୁ। ଜୟ ଗୁରୁ। सत्संग हे राधा स्वामी, हे राधा स्वामी, अंतरतम मम अंतर्जामी। हे राधा स्वामी, हे राधा स्वामी, अंतरतम मम अंतर्जामी। विगत जन्म कत संचित कामना, कत कथा सुख दुख कत जे वेदना। विगत जन्म कत संचित कामना, कत कथा सुख दुख कत जे वेदना। तुम्हारे बारे बारे চেয়েছি আমি, তোমারে বারে বারে চেয়েছি আমি। হে রাধা স্বামী, হে রাধা স্বামী, অন্তরতম মম অন্তর্জামী। হে রাধা স্বামী, হে রাধা স্বামী, অন্তরতম মম অন্তর্জামী। হে নব পরিচিত, হে চির পুরাতন, দর্শনে আজি তব সার্থক হে নয়ন। হে নব পরিচিত, হে চির পুরাতন, দর্শনে আজি তব সার্থক হে নয়ন। হে জীবনে ফুটি উঠি স্মৃতি হয়ে পড়ি লুটি। হে জীবনে স্মৃতি, এ জীবনে ফুটি উঠি স্মৃতি হয়ে পড়ে লুটি। শুধু তব শ্রীচরণে পরশন কামি, শুধু শ্রীচরণে পরশন কামি। হে রাধা স্বামী, হে রাধা স্বামী, অন্তরতম মম অন্তর্জামী। হে রাধা স্বামী, হে রাধা স্বামী, অন্তরতব মম অন্তর্জামী। হে চির আশাতীত, হে চির অনুকূল, সেই তুমি সেই আমি আজি আও নাই ভুল। হে চির আশাতীত, হে চির অনুকূল, সেই তুমি সেই আমি আজি আও নাই ভুল। সুন্দর সুলগনে আজি পড়িয়াছি মনে, সুন্দর সুলগনে আজি পড়িয়াছি মনে। আমি তব চির দাস চির অনুগামী, আমি তব চির দাস চির অনুগামী। হে রাধা স্বামী, হে রাধা স্বামী, অন্তরতম মম অন্তর্জামী। হে রাধা স্বামী, হে রাধা স্বামী, অন্তরতব মম অন্তর্জামী। হে রাধা স্বামী,
हे राधा स्वामी अंतर तव मम अंतर जामी हे राधा स्वामी अंतर तव मम अंतर जामी वंदे पुरुषोत्तमं वन्दे पुरुषोत्तमं वंदे परम ब्रह्म परम दयाल श्री ठाकुर अनुकूल चंद्र जी की जय परम ब्रह्म परम दयाल श्री ठाकुर अनुकूल चंद्र जी की जय जय परम ब्रह्म परम दयाल श्री ठाकुर अनुकूल चंद्र जी की जय परम पूजनीय विश्व कल्याणमय श्री लक्ष्मी माँ की परम जय पूजनीय विश्व कल्याणमय श्री लक्ष्मी माँ की जय परम पूजनीय विश्व कल्याणमय श्री लक्ष्मी माँ की जय परम पूज्य जुगाचार्य श्री बड़ की परम पूज्य जुगाचार्य श्री बड़ला की परम जुगाचार्य श्री बड़ला की परम पूज्य आचार्य देव की परम पूज्य आचार्य देव की परम पूज्य आचार्य देव सत्संग 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 वंदे पुरुषोत्तमं वंदे आज पितरों वंदे मातृदेवान् वंदे पुरुषोत्तमं परम ब्रह्म दयाल श्री ठाकुर अनुकूल चंद्र जी की जय दलेदा जय गुरु दलेमा जय गुरु दादा जय गुरु दादा जय गुरु जय गुरु भाई जय गुरु दादा माने मां माने भाई जय गुरु दलेदा जय गुरु समस्त जय गुरु दादा जय गुरु जय गुरु जय गुरु संजय भाई जय गुरु भाई जय गुरु प्रणाम भाई प्रभाकर भाई समस्त जय गुरु समस्त जय गुरु दादा माने मां माने जय गुरु दादा मां समस्त जय गुरु जय गुरु सुमति मां जय गुरु हेमगिरी मां जय गुरु पद्मिनी मां जय गुरु जय गुरु दादा मां समस्त जय गुरु दादा जय गुरु जय गुरु श्रीपति भाई जय गुरु समस्त भाई जय गुरु पंकज भाई जय गुरु जय गुरु फाइनल परिवार जय गुरु हेमगिरी मां जय गुरु संजय भाई जय गुरु देवेंद्र भाई जय गुरु सुशील भाई जय गुरु जय गुरु फाइनल परिवार जय गुरु सुशील भाई जय गुरु फाइनल परिवार मायाधर भाई जय गुरु और समस्त जय गुरु समस्त जय गुरु फाइनल जय गुरु समस्त जय गुरु दलेदा जय गुरु समस्त जय गुरु उर्मिमा जय गुरु समस्त जय गुरु पद्मिनी जय गुरु हेमगिनी मां जय गुरु समस्त जय गुरु पुरुषोत्तम भाई सरस्वती मां जय गुरु हेमगिनी मां जय गुरु जय गुरु टिकी मां जय गुरु समस्त जय गुरु फाइनल परिवार फाइनल जय गुरु सबाई के जय गुरु जय श्री मां जय गुरु जय गुरु तेजमा जय गुरु समस्त जय गुरु सबाई के जय फाका आमे फाका से फोन
ପାଣି ଗୁଡା ଗଛ ଦେବା ପାଇଁ ଦେଲା ବେଳକୁ ବାହାସ ବୋହି ଆସିଲା